ପିଲାମାନେ କେମିତି ଅଛନ୍ତି? ଆଇ ହୋପ୍ କି ସମସ୍ତେ ପିଲାମାନେ ବହୁତ ହି ଭଲ ଥିବେ, ସତ ମାନେ ସେମିତି ଭଲ ହେଇଥାନ୍ତୁ। ତ ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ +3 5 ସେମିଷ୍ଟର ଓଡ଼ିଆ ଅନର୍ସ ପିଲାମାନଙ୍କ ପାଇଁ ଗୋଟେ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକି ନା ପିଲାମାନେ ତାଙ୍କର ଯେଉଁ DSC ପେପର ଗୁଡ଼ିକ ରହିଛି DSC 1 ଏବଂ DSC 2, ତ ସେଇଗୁଡ଼ିକରେ ପିଲାମାନଙ୍କର ଅଧିକ ରେଜଲ୍ଟ ଖରାପ ହେଇଥାଏ। କାହିଁକି ନା ସେଗୁଡ଼ା ସେମାନେ କ'ଣ ଫାଷ୍ଟ କଥା ହେଲା ସେଇ DSC ପେପର ଗୁଡ଼ିକରେ ସେମାନେ ଫଣ୍ଡାମେଣ୍ଟାଲଟି ବୁଝନ୍ତି ନାହିଁ। ତା ସହିତ କଲେଜ ଗୁଡ଼ିକରେ ଏତେ ଭଲ ଭାବରେ କ୍ଲାସ୍ ହୁଏନି ଏବଂ ଯାହାଫଳରେ ପିଲାମାନେ ସେଗୁଡ଼ା ଏକ୍ଜାମ୍ରେ କିଛି ଲେଖିପାରନ୍ତି ନାହିଁ। ତ ସେଥିଲାଗି ପିଲାମାନେ ଆମେ ଭାବିଲେ ଯେ ତୁମର DSC 2 ର ୟୁନିଟ୍ 3 କ'ଣ ଅଛି ନା ପୃଥିବୀ ବାହାରେ ମନୁଷ୍ୟ, ତ ସେଇଠାରୁ ଯେତିକି ତୁମର ଲଙ୍ଗ କୋଶ୍ଚିନ୍ ଯାହା ବି କିଛି ଅଛି ଆମେ ସବୁ ସମ୍ପୂର୍ଣ୍ଣ ଭାବରେ ତ ପିଲାମାନେ ଯେହେତୁ ପୃଥିବୀ ବାହାରେ ମଣିଷ ଯେଉଁ ସେ ଉପନ୍ୟାସଟି କିଏ ଲେଖିଛନ୍ତି? ଗୋକୁଳାନନ୍ଦ ମହାପାତ୍ର ଲେଖିଛନ୍ତି। ଏହା ହେଉଛି ଆମର ଓଡ଼ିଶାରେ ସବୁଠୁ ଫାଷ୍ଟ ବୈଜ୍ଞାନିକ ଉପାଖ୍ୟାନ ଭିତରେ ବୈଜ୍ଞାନିକ ଉପନ୍ୟାସ ମଧ୍ୟରେ ସବୁଠାରୁ ପ୍ରଥମେ ପୃଥିବୀ ବାହାରେ ମଣିଷ ଉପନ୍ୟାସଟି ବାହାରିଥିଲା। ଦେନ୍ ସେଟା କିଏ ଲେଖିଥିଲେ? ଗୋକୁଳାନନ୍ଦ ମହାପାତ୍ର ହେଲା। ତ ସେଗୁଡ଼ା ଆମେ ସବୁ ଜାଣିବା। ତ ଚାଲନ୍ତୁ ଯେଉଁ ପୃଥିବୀ ବାହାରେ ମଣିଷ ଏଟା ନାମଟା କାହିଁକି ଦିଆଯାଇଛି ହେଲା, ତ ଆମେ ସେଇ ବିଷୟରେ ଜାଣିବା। ଏଇ ଉପନ୍ୟାସର ଫାର୍ଷ୍ଟ ଲାଷ୍ଟ ବିଷୟରେ ଆମେ ଆଲୋଚନା କରିବା। ହୁଏତ ପିଲାମାନେ ଗୋଟେ ଭିଡ଼ିଓ ମାଧ୍ୟମରେ ଏଇ ଯେଉଁ ଫୁଲ୍ ପୃଥିବୀ ବାହାରେ ମଣିଷ ଉପନ୍ୟାସଟି ସରି ନପାରେ, କାହିଁକି ନା ତ ବହୁତ ବଡ଼ ଅଛି। ତେଣୁକରି ଦେଖିବା ଯେତିକି ଆଲୋଚନା କରିବା, ତାପରେ ତୁମର ପାର୍ଟ ୱାଇଜ୍ ଭିଡ଼ିଓ କରିକି ଏଗୁଡ଼ା ଆଲୋଚନା କରାହେବ। ଦେଖନ୍ତୁ ଫାଷ୍ଟ ତ ଲେଖକ ପରିଚୟ ବିଷୟରେ ଜାଣିବେ। ଓଡ଼ିଆ ସାହିତ୍ୟର ବୈଜ୍ଞାନିକ ଉପନ୍ୟାସ ଲେଖକ ଭାବରେ ଡକ୍ଟର ଗୋକୁଳାନନ୍ଦ ମହାପାତ୍ର ପ୍ରଥମେ ତାଙ୍କର ସ୍ଥିତି ସୁଦୃଢ଼ କରି ଯାଇଛନ୍ତି। 1922 ମସିହା ମେ ମାସ 24 ତାରିଖରେ ପ୍ରଫେସର ମହାପାତ୍ରଙ୍କର ଜନ୍ମ କେଉଁଠି ହୋଇଥିଲା? ନା ଭଦ୍ରକ ସହରରେ ହୋଇଥିଲା। କେତେ ମସିହା ମନେ ରଖ? କେତେରେ? ନା 1922 ମସିହା ମେ ମାସ 24 ତାରିଖ ଭଦ୍ରକ ଜିଲ୍ଲାରେ ହୋଇଥିଲା। ବାସ୍ ଏତିକି ମନେ ରଖିଲା। ଦେନ୍ ତାପରେ ଆମେ ଦେଖିବା ହେଲା କଲିକତା ପ୍ରେସିଡେନ୍ସି କଲେଜରୁ 1947 ମସିହାରେ MSc ପାସ୍ କରି 1948 ମସିହାରେ ସେ ରେଭେନ୍ସା କଲେଜରେ ରସାୟନ ବିଭାଗର ଅଧ୍ୟାପକ ଭାବରେ ଚାକିରିଆ ଜୀବନ ଆରମ୍ଭ କରିଥିଲେ। ଦେନ୍ ତାଙ୍କର ରସାୟନ ବିଜ୍ଞାନର ଗବେଷଣା କରି ସେ 1958 ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟର PhD ଡିଗ୍ରୀ ହାସଲ କରିଥିଲେ ଏବଂ 1961 ମସିହାରେ ଆମେରିକାର ବ୍ରେଣ୍ଡାଇସ୍ ବିଶ୍ୱବିଦ୍ୟାଳୟର ପୋଷ୍ଟ ଡକ୍ଟରାଲ ଫେଲୋସିପ୍ ପାଇ ସେ କ'ଣ ପରିବାର ସହିତ ଆମେରିକା ଯାତ୍ରା କରିଥିଲେ। ତ ସେଠାରେ କେତେ ବର୍ଷ ରହିଥିଲେ? ନା 2.5 ବର୍ଷ ରହିଥିଲେ ଏବଂ ସେଇ 2.5 ବର୍ଷ କାଳରେ CDNA ଉପରେ ଗବେଷଣା କରିଥିଲେ। ସେହି ସମୟରେ ତାଙ୍କର ବହୁ ବିଜ୍ଞାନ ଭିତ୍ତିକ ପ୍ରବନ୍ଧ ଆନ୍ତର୍ଜାତିକ ବିଜ୍ଞାନ ପତ୍ରିକାରେ ପ୍ରକାଶିତ ପାଇଥିଲା ବା କ'ଣ ଯେଉଁ ଇଣ୍ଟରନ୍ୟାସନାଲ ପେପର ଗୁଡ଼ିକ ଥିଲା ସେଥିରେ ସେଇ ପେପର ଗୁଡ଼ିକରେ ପ୍ରକାଶ ପାଇଥିଲା ତାଙ୍କର ବିଜ୍ଞାନ ଭିତ୍ତିକ ଉପନ୍ୟାସ ଗୁଡ଼ିକ। ତ ପିଲାମାନେ କଥା କ'ଣ ନା ଯେଉଁ ସିଏ ଯେତେବେଳେ ବୈଜ୍ଞାନିକ ଉପନ୍ୟାସ ଲେଖିବା ଆରମ୍ଭ କରିଦେଇଥିଲେ ସେଇ ଟାଇମ୍ରେ କେହି ବି ଯେଉଁ ବୈଜ୍ଞାନିକ ଉପନ୍ୟାସ ଉପରେ କେହି ବି ଗୁରୁତ୍ୱ ଦେଉନଥିଲେ, ସେଗୁଡ଼ା କେହି ଲେଖିନଥିଲେ। ସେ ଫାଷ୍ଟ ଲେଖା ଆରମ୍ଭ କରିଦେଲେ, ତା ପରେ ପରେ ଅନେକ ସାରା ରାଇଟର ଆସିକି ମାନେ ବିଜ୍ଞାନ ଉପନ୍ୟାସ ଗୁଡ଼ିକ ଲେଖିବା ଆରମ୍ଭ କରିଦେଲେ। 1973 ମସିହାରେ ଡକ୍ଟର ମହାପାତ୍ର ରେଭେନ୍ସା କଲେଜରେ ରସାୟନ ବିଜ୍ଞାନର ପ୍ରଫେସର ପଦକୁ ଉନ୍ନୀତ ହୋଇ 1977 ମସିହାରେ ବିଭାଗୀୟ ମୁଖ୍ୟ ହୋଇଥିଲେ। ଦେନ୍ ସେ ଯେତେବେଳେ କ'ଣ 1977 ମସିହାରେ ସେ ପ୍ରିନ୍ସିପାଲ ହେଇଥିଲେ କଲେଜର। ଦେନ୍ ତାଙ୍କର ଅଧୀନରେ ଗବେଷଣା କରିକିନା 10ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ PhD ଡିଗ୍ରୀ ହାସଲ କରିଥିଲେ। କେତେରୁ? ନା 10ରୁ ଅଧିକ ଛାତ୍ରଛାତ୍ରୀ। ତ ପିଲାମାନେ ଏଗୁଡ଼ା ପାଇଁ ତ ଏକ୍ଜାମ୍ରେ ଆସିବ ନାହିଁ, କାହିଁକିନା ଆମେ ଖାଲି ତୁମର ଜେନେରାଲ ନଲେଜ ପାଇଁ ଏଗୁଡ଼ା ଆଲୋଚନା କରୁଛେ ହେଲା। PG କଲା ବେଳେ ଏଗୁଡ଼ା କାମରେ ଆସିବ। ତ ଆମେ ଯେତେବେଳେ ବିଷୟକୁ ଆମେ ଯାଇନେ ଖାଲି ଏଗୁଡ଼ା କହିପଡ଼ୁଛେ, ଟିକେ ଖାଲି ହାଲକା ସେ ଦେଖିନିଅ ହେଲା। ଦେନ୍ ତାଙ୍କର କ'ଣ ସବୁ ଲେଖିଛନ୍ତି? ନା 80ରୁ ଉର୍ଦ୍ଧ୍ୱ ବିଜ୍ଞାନ ପୁସ୍ତକ ଲେଖି ଯାଇଛନ୍ତି। ତାଙ୍କର କିଛି ବୈଜ୍ଞାନିକ କବିତା ଗୁଡ଼ିକ ଦେଖିବା ହେଲା। ଏ ବୈଜ୍ଞାନିକ କବିତା ଗୁଡ଼ିକ ସେ କ'ଣ ସବୁ ଲେଖିଛନ୍ତି? ପେନିସିଲିନ୍ ଲେଖିଛନ୍ତି, ୟୁରୋନିୟମ ଫିସନ୍, ଉଜାନ ବୋମା, ମିଥାଇଲ ଆଲକୋହଲ, ପରମାଣୁ ତଥ୍ୟ ଇତ୍ୟାଦି କ'ଣ ତାଙ୍କର ବୈଜ୍ଞାନିକ କବିତା ଗୁଡ଼ିକ। ତେଣୁ ବୈଜ୍ଞାନିକ ଗଳ୍ପ ଗୁଡ଼ିକ କ'ଣ ଲେଖିଛନ୍ତି? ନା ଟେଷ୍ଟ ଟ୍ୟୁବ୍ ବେବି, ସେ କିନ୍ତୁ ସେ ନୁହେଁ, ଉଡ଼ନ୍ତା ଥାଡ଼ିଆ ଇତ୍ୟାଦି କ'ଣ ଇତ୍ୟାଦି ହେଉଛି ତାଙ୍କର ବୈଜ୍ଞାନିକ ଗଳ୍ପ ସଂକଳନ। ସେହିପରି ନାଟକ ଲେଖିଛନ୍ତି ବୁଦ୍ଧଂ ଶରଣଂ ଗଚ୍ଛାମି। ରମ୍ୟ ରଚନା କରିଛନ୍ତି ଏକବିଂଶ ଶତାବ୍ଦୀରେ ଲିଖିତ ଖଣ୍ଡିଆ ଚିଠି। ସେହିପରି ଭ୍ରମଣ କାହାଣୀ ରଚନା କରିଛନ୍ତି କ'ଣ? ଭୂସ୍ୱର୍ଗ କାଶ୍ମୀର। ସେହିପରି ଭାବେ ଦେଖିବାକୁ କ'ଣ ରଚନା କରିଛନ୍ତି? ତାପରେ ତୁମର ଉପନ୍ୟାସ ଉପରେ ଯିବା। ଦେନ୍ ଶିଶୁ ସାହିତ୍ୟ ବିଷୟରେ ଜାଣିବା ହେଲା। ଉପନ୍ୟାସ ପିଲାମାନେ ସେ ରଚନା କରିଥିଲେ ପୃଥିବୀ ବାହାରେ ମଣିଷ ତାଙ୍କର ହେଉଛି ପ୍ରଥମ ଉପନ୍ୟାସ। ଦେନ୍ କୃତ୍ରିମ ଉପଗ୍ରହ, ଚନ୍ଦ୍ରର ମୃତ୍ୟୁ, ମାତୃତ୍ୱର ସୁନାର ଓଡ଼ିଶା, ମଧ୍ୟାହ୍ନର ଅନ୍ଧକାର, ଦେନ୍ ନିସ୍ତବ୍ଧ ଗଧୁରୀ ଇତ୍ୟାଦି ଉପନ୍ୟାସ। ଶିଶୁ ସାହିତ୍ୟ ବି ସେମିତି ଅଛି। ଅଜାଙ୍କର ମଜାଗତ ସିରିଜ, ତରଳ ବାୟୁ ତତଲା ବରଫ, ତୁମକୁ ସତ ମତେ ମିଛ, ଆମ ପରିବେଶ, ପୃଥିବୀର ସପ୍ତାଚାର୍ଯ୍ୟ। ଏବଂ ସେ ପ୍ରବନ୍ଧ ଗୁଡ଼ିକ ମଧ୍ୟ ରଚନା କରିଛନ୍ତି କ'ଣ? ବିଜ୍ଞାନ ଜଗତର ନୂଆ ନୂଆ ଆବିଷ୍କାର, ବିଜ୍ଞାନ ଜଗତର ନୂଆ ନୂଆ ଉଦ୍ଭାବନ, ବୈଜ୍ଞାନିକର ମଜା କଥା, ପୃଥିବୀର ଆଦି ବୈଜ୍ଞାନିକ, ମନ୍ତ୍ରମଣି, ବିଜ୍ଞାନର କରାମତି, ଦୂରବୀକ୍ଷଣ ଯନ୍ତ୍ର, ଅଣୁବୀକ୍ଷଣ ଯନ୍ତ୍ର, ଟେଲିଗ୍ରାଫ ଓ ଟେଲିଫୋନ, ଟେଲିଭିଜନ, ଭିଡ଼ିଓ, ଟେଲିଫୋନ, ଆଧୁନିକ ଚଳଚ୍ଚିତ୍ର, ଆଇନଷ୍ଟାଇନ ଓ ଆପେକ୍ଷିକ ତତ୍ତ୍ୱ, ପରମାଣୁ ବୋମା, ରେଡ଼ିୟମ୍ ଓ କ୍ୟୁରି, ଆପେକ୍ଷିକ ତତ୍ତ୍ୱ, କାଚର କୁହୁକ, ତାପରେ କ'ଣ ଆଲକାତରା, ବିଚିତ୍ର ବିଶ୍ୱ,
ଚନ୍ଦ୍ର ଅଭିଯାନ, ଚନ୍ଦ୍ରାଲୋକର ମଣିଷ, ଦେନ୍ ଆଣ୍ଟିବାୟୋଟିକ୍ସ ଏବଂ ଆମ ବିଶ୍ୱ ଓ ଆମ ପୃଥିବୀ ଇତ୍ୟାଦି କିଏ ଲେଖିଛନ୍ତି ନା ଗୋକୁଳାନନ୍ଦ ମହାପାତ୍ର। ଆଉ ଗୋଟେ କଥା ପିଲାମାନେ ଯେଉଁ ପ୍ରବନ୍ଧ ପୁସ୍ତକ ଗୁଡ଼ିକ ଭିତରୁ ଯେଉଁ ବିଚିତ୍ର ବିଶ୍ୱ ଏଟା ଲେଖିଛନ୍ତି ଗୋକୁଳାନନ୍ଦ ମହାପାତ୍ର, କିନ୍ତୁ ଯେଉଁ ଉପନ୍ୟାସଟି ହେଉଛି ବିଚିତ୍ର ବିଶ୍ୱ ତା କିଏ ଲେଖିଛନ୍ତି? ବିଚିତ୍ର ବିଶ୍ୱ ହେଉଛି ଦେବାକାନ୍ତ ମିଶ୍ର। ତ ପିଲାମାନେ ଏଇଠି ଗୋଟେ ତମର ଧର କ୍ୱେଶ୍ଚନ୍ ଆସିଗଲା ବିଚିତ୍ର ବିଶ୍ୱ କିଏ ଲେଖିଛନ୍ତି, এটা তোমার গোকুଳାନନ୍ଦ ମହାପାତ୍ର হব ନାହିଁ, এটা হব দেবাকান্ত মিশ্র। কিন্তু এটা যে এটা হচ্ছে তাঁর পুস্তক প্রবন্ধ পুস্তক গুড়িক হল। তারপরে দেখুন পুস্তক সম্পর্কে কিছু আমি জাঁয়া। পৃথিবীর মଣିଷ প্রথমে কেতে মସିହାରେ প্রকাশ পাইছিলা না 1952 মସିହାରେ প্রকাশ পাইছিলা। তো সেই সময় ଏହା খালি ওড়িয়া ভাষাରେ কাহিଁକି সর্বভারতীয় ভাষাରେ প্রথম মৌলিক বৈজ্ঞানিক উপন্যাস। তো পিলাମାନେ ଏହା ପୂର୍ବରୁ କେହି ବି ବୈଜ୍ଞାନିକ ଉପନ୍ୟାସ ଲେଖି ନଥିଲେ। ପୃଥିବୀରେ ମଣିଷ ସେତେବେଳେ ଖାଲି ବିଜ୍ଞାନ ସାହିତ୍ୟରେ କାହିଁକି ସାଧାରଣ ସାହିତ୍ୟ କ୍ଷେତ୍ରରେ ଚହଳ ପକାଇ ଦେଇଥିଲା। 1952 ମସିହାରେ ବିଜ୍ଞାନର ଭବିଷ୍ୟତ ରୂପରେଖ ନେଇ ଲେଖକ ଯାହା କିଛି କଳ୍ପନା କରିଥିଲେ ସେଥିରୁ କେତେକ ବର୍ଣ୍ଣନାର ରୂପରେଖ 30-35 ବର୍ଷ ମଧ୍ୟରେ ସମ୍ଭବ ହୋଇସାରିଲାଣି। ଯେମିତିକି ଡିଜିଟାଲ ଘଣ୍ଟା ଆଗରୁ ନଥିଲା, ବର୍ତ୍ତମାନ ଚାରିଆଡ଼େ ଦେଖାଗଲାଣି। ସିନେମା ଗୀତ ସହିତ ଦୃଶ୍ୟ ଉପଭୋଗ, ଯେଉଁ ସିନେମା ହଲ୍ ଗୁଡ଼ିକ ହୋଇଛି, ଯାହାଦ୍ୱାରା ଆମେ ଯେଉଁ ଟିଭିରେ ଦେଖୁଛେ କ'ଣ ଆମ ପିକ୍ଚର ବି ଆମେ ଦେଖିପାରୁଛେ, ତା ସହିତ ଗୀତ ବି ଶୁଣାଯାଉଛି। କିନ୍ତୁ ଆଗରୁ କ'ଣ, ଆଗରୁ କେବଳ ଆମେ ରେଡ଼ିଓ ମାଧ୍ୟମରେ କେବଳ ଗୀତ ଗୁଡ଼ିକ ଉପଭୋଗ କରୁଥିଲୁ। ଦେନ୍ ଗାୟକକୁ ଦେଖି ସାରିଲା ପରେ ରେକର୍ଡ଼, ଯେଉଁ ବିଭିନ୍ନ ପ୍ରକାର ଗୀତ ଗୁଡ଼ିକ ରେକର୍ଡ଼ ହେଉଛି, ଯାହାଦ୍ୱାରା ଆମେ ଜାଣିପାରୁଛେ ଯେ ଧର ଏଇ ଗୀତଟି ହ୍ୟୁମାନ ସାଗର ଗାଇଛି, କି ଏଇ ଗୀତଟି ନମିତା ଅଗ୍ରୱାଲ ଗାଇଛନ୍ତି, ତ ଇତ୍ୟାଦି ଆମେ ଜାଣୁଛୁ କେମିତି ରେକର୍ଡ଼ ହେଉଛି। କ'ଣ କ୍ୟାମେରା ଦ୍ୱାରା ବିନା ଚାଲକରେ ଗାଡ଼ି ଚାଲିବା, ଯେଉଁ ବର୍ତ୍ତମାନ ଯେଉଁ କାର୍ ଗୁଡ଼ିକ ଅଛି, ତାହେଲେ କ'ଣ ସେଟା ଡ୍ରାଇଭରଲେସ୍ କାର୍, ସେଟା ବିନା ଡ୍ରାଇଭରରେ ମଧ୍ୟ କାର୍ଟି ଚାଲିଥାଏ ହେଲା। ଲୋକେସନ୍ ସେଟ୍ କରିଦେବ, ସେ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ଯିବ, ଆଉ ସେଗୁଡ଼ା ମଣିଷ ଆକ୍ସିଡେଣ୍ଟ ମଧ୍ୟ ହେବାର ସମ୍ଭାବନା ନାହିଁ, କାହିଁକିନା ଗାଡ଼ିରେ ସେନ୍ସର ଲାଗିଥାଏ। ଦେନ୍ ଗତିଶୀଳ ପାହାଚ ଗୁଡ଼ିକ ଅଛି, ଦେନ୍ ବିଭିନ୍ନ ପ୍ରକାର ସପିଂ ମଲ୍ ହଉ, ଲିଫ୍ଟ ହଉ, ଆମେ କ'ଣ ପାହାଚରେ ଗତି କରୁଛେ, ତୁମେ ଗୋଟେ ଜାଗାରେ ଠିଆ ହେଉଛ, ଗୋଟେ ଜାଗାରେ ତୁମକୁ ଆଉ ଗୋଟେ ଜାଗା ନେଇଯାଉଛି, ତାହେଲେ କ'ଣ ସେଟା ଗତିଶୀଳ ପାହାଚ। ତାପରେ ରାସ୍ତା ଗତି କରିବା, ତ ପିଲାମାନେ ରାସ୍ତା ଚାଲିବା ମଧ୍ୟ ହେଉଛି କ'ଣ ବିଭିନ୍ନ ପ୍ରକାର ଚୀନ, ଆମେରିକା ଇତ୍ୟାଦି ସହର ଗୁଡ଼ିକରେ ରାସ୍ତା ମଧ୍ୟ ଚାଲୁଛି। ଯେମିତି ସପିଂ ମଲ୍ ହଉ, ମାନେ ଅନେକ ଗୁଡ଼ିଏ ରାସ୍ତା ଅଛି, ଯେମିତି ଯେଉଁ ଠିଆ ହେଇଯିବ ଗୋଟେ ଜାଗାରୁ ଆଉ ଗୋଟେ ଜାଗାକୁ ତୁମେ ନେଇଯିବ ହେଲା। ଚାଲିବା ବାଲା ସ୍ଥିର ହୋଇ ଠିଆ ହେବା ଆଦି ବିଷମକର ହୋଇ ରହି ନାହିଁ। ଦେନ୍ ଅନ୍ୟ କେତେକ ଭବିଷ୍ୟତ ଗଣନା ମଧ୍ୟ ନିକଟ ଭବିଷ୍ୟତରେ ସମ୍ଭବ ହେବାର ଆଭାସ ମିଳିପାରେ। ଯେମିତି ମଙ୍ଗଳ ଗ୍ରହରେ ଏକ ସୁସଭ୍ୟ ଜନସମାଜର ପରିକଳ୍ପନା ପୃଥିବୀରେ ମଣିଷ ଉପନ୍ୟାସର ପ୍ରଧାନ ବିଷୟବସ୍ତୁ। ପୃଥିବୀର 2 ଜଣ ବୈଜ୍ଞାନିକ ମଙ୍ଗଳ ଗ୍ରହରେ ପହଞ୍ଚି ସେଠାକାର ମଣିଷ ସମାଜ ଉନ୍ନତି ବିଜ୍ଞାନ ତହିଁରେ ଯେଉଁ ଚିତ୍ରଣ ଦେଇଛନ୍ତି ତାହା ହିଁ ହେଉଛି ଭବିଷ୍ୟତଗତ ପୃଥିବୀର ଚିତ୍ର। ଭବିଷ୍ୟତରେ ପୃଥିବୀର ବିଜ୍ଞାନ ଟେକ୍ନୋଲୋଜିର ଉନ୍ନତ କରି ଯେଉଁ ରୂପରେଖ ହେବ ତାହା ମଙ୍ଗଳ ଗ୍ରହରେ ବୈଜ୍ଞାନିକ ସଭ୍ୟତାର ଅନୁମାନ କରାଯାଇପାରିବ। ଆଧୁନିକ ବିଜ୍ଞାନ ଏତେ ପ୍ରଗତିଶୀଳ ଯେ 50 ବର୍ଷ ତଳେ ଯାହା କଳ୍ପନା କରାଯାଇ ନଥିଲା ତାହା ବର୍ତ୍ତମାନ ବାସ୍ତବ। ଯେମିତି ଆଗରୁ କେହି ଜାଣିଥିଲେ କି, ମାନେ ଗୋଟେ ମଣିଷ ଯିଏକି ଆକାଶରେ ଉଡ଼ି ପାରିବ, ମାନେ ଯିଏ ବି ଏଇ କଥା କହିଥିଲେ ତାଙ୍କୁ ପାଗଳ ବୋଲି ସମସ୍ତେ ଭାବିଥିଲେ। କିନ୍ତୁ ବର୍ତ୍ତମାନ କ'ଣ ହେଉଛି, ବର୍ତ୍ତମାନ ଆକାଶରେ ବି ଲୋକ ଉଡ଼ୁଛନ୍ତି, ଯେନ୍ ପାଣି ଉପରେ ବି ମଣିଷ ଯାଇପାରେ। ତ ଏଗୁଡ଼ା ଫାଷ୍ଟ ଯିଏ କହିଥିବ ତାକୁ କିଏ କହିଥିବେ, ଆରେ କ'ଣ ଏଗୁଡ଼ା କ'ଣ ହବ ସମ୍ଭବ, ତ ତାକୁ ବି ପାଗଳ ବୋଲି କହିଥିବେ। କିନ୍ତୁ ବର୍ତ୍ତମାନ ଜାହାଜ ଗୁଡ଼ିକ ମାନେ ପାଣି ଉପରେ ଯାଇପାରୁଛେ, ତ ସେଇ ଭାବରେ ଯେଉଁକି ଆଗରୁ ଅସମ୍ଭବ ଥିଲା ତାହା ବର୍ତ୍ତମାନ ବିଜ୍ଞାନ ଦ୍ୱାରା ସମ୍ଭବ ହେଇପାରୁଛି। ବୁଝିବୁଝି ନା। ଦେନ୍ ଆଜି ଯାହା କଳ୍ପନା 50 ବର୍ଷ ପରେ ତାହା ବାସ୍ତବ। ଆମେ ଯେମିତି ଆଜି ବହୁତ ସାରା ଧର କଳ୍ପନା କରିବା, ଯେମିତିକି ଯେଉଁ ପେଟ୍ରୋଲ ବିହୀନ ଗାଡ଼ି ଗୁଡ଼ିକ ବର୍ତ୍ତମାନ ତିଆରି ହେଉଛି ସବୁ ବ୍ୟାଟେରୀ ଦ୍ୱାରା ଚାଲୁଛି। ଆଗରୁ କେହି କଳ୍ପନା କରିଥିଲେ କି ଗାଡ଼ିକ ମାନେ କ'ଣ ଇଲେକ୍ଟ୍ରିକ୍ ଦ୍ୱାରା ଗାଡ଼ି ଚାଲିପାରିବ ବୋଲି? 50 ବର୍ଷ ପରେ ତାହା ବାସ୍ତବ। ତ ସେହି ଦୃଷ୍ଟିରୁ ବୈଜ୍ଞାନିକ ଉପନ୍ୟାସ ଗୁଡ଼ିକ ବିଜ୍ଞାନ ଟେକ୍ନୋଲୋଜିର ପଥ ପ୍ରଦର୍ଶକ ବୋଲି ଧରାଯାଏ। ସେମାନଙ୍କର କଳ୍ପନା ବେଳେବେଳେ ବୈଜ୍ଞାନିକମାନଙ୍କୁ ଗବେଷଣାର ପ୍ରକୃତ ପଥ ଦେଖାଏ। ବେଳେବେଳେ ଯଦି ଗୋଟେ ବୈଜ୍ଞାନିକ ସିଏ ଧର ଗୋଟେ ଜିନିଷଟି ସେ ଭାବୁଥିବ ଯେ କ'ଣ ଉଦ୍ଭାବନ କରିବି, ସେତେବେଳେ ଯଦି ପୃଥିବୀର ମଣିଷଟା କେମିତି ପୁରା ଆମର ଯେଉଁ ଡେଭଲପମେଣ୍ଟ ବିଷୟରେ ଲେଖା ହେଇଛି, ଯେଉଁ ମଙ୍ଗଳ ଗ୍ରହରେ କେମିତି ଭାବରେ ଯେଉଁ ବିଭିନ୍ନ ପ୍ରକାର ଯେଉଁ ଡିଜିଟାଲ ଲାଇବ୍ରେରୀ ହଉ କି ବିଭିନ୍ନ ପ୍ରକାର ଯେଉଁ କୃଷି କୃତ୍ରିମ ବର୍ଷା ଇତ୍ୟାଦି ଯେଉଁ ଆମେ ପଢ଼ିଲେ, ତ ସେଗୁଡ଼ା ବୈଜ୍ଞାନିକ ମାନେ ବିଭିନ୍ନ ପ୍ରକାରର ଜିନିଷ ଉଦ୍ଭାବନ କରୁ ତାଙ୍କର ସେଇଠି ଆଖି ପଡ଼ିଯିବ ଯେ ଧର ମାନେ ସେମାନେ ଜାଣିବେ କେମିତି ଏଇଟା ଗୋଟେ ପଥ ପ୍ରଦର୍ଶକ ଦେଖାଏ। ଯଦି ପୃଥିବୀର ମଣିଷ ଯଦି କିଏ ବୈଜ୍ଞାନିକଟା ପଢ଼ିଦେବ, ତାହେଲେ ତାର ମୁଣ୍ଡ ଗୋଟେ ଆଇଡ଼ିଆ ଆସିଯିବ, ଓହୋ କୃତ୍ରିମ ବାଦଲ, ହଁ ସେଇଟା ବି ହେଇପାରେ। ତ ସିଏ କ'ଣ ସେଇ ବିଷୟରେ ଏକ୍ସପେରିମେଣ୍ଟ କରିବ, ତାହେଲେ କ'ଣ ସେଇଟା ହେଉଛି ଗୋଟେ ଦିଗ ଦେଖାଏ ହେଲା। ତ ଏହାର ଜ୍ୱଳନ୍ତ ନିଦର୍ଶନ ହେଉଛି ବର୍ତ୍ତମାନର ମହାକାଶ ଅଭିଯାନ। କିଛି ବର୍ଷ ପୂର୍ବେ ମହାକାଶ ଅଭିଯାନକୁ ଏକ ଅବାସ୍ତବ ଅସମ୍ଭବ ପରିକଳ୍ପନା ବୋଲି କହି ବୈଜ୍ଞାନିକମାନେ ତ୍ୟାଗ କରିଦେଇଥିଲେ। କିନ୍ତୁ ବୈଜ୍ଞାନିକ ଉପନ୍ୟାସକ ମାନେ ମହାଯାନ ଅଭିଯାନ
ଉପରେ ଏତେ କହି ଯେ ଉପନ୍ୟାସ ଓ ଗଳ୍ପ ପୁସ୍ତକ ଲେଖି ପୃଥିବୀର ସାହିତ୍ୟ ଭଣ୍ଡାରକୁ ଏଭଳି ଭାବରେ ପୂର୍ଣ୍ଣ କରିଦେଲେ ଯେ ଏହା ଅବାସ୍ତବ ପରିକଳ୍ପନା ଏକ ବାସ୍ତବ ପରିକଳ୍ପନା ଭଳି ପ୍ରତୀୟମାନ ହେଲା। ସେମାନଙ୍କର ଲେଖାରେ ଉଦ୍ବୁଦ୍ଧ ହୋଇ କେତେକ ବିଜ୍ଞାନୀ ଏ ଦିଗରେ ଗବେଷଣା ଚଳାଇ ମହାକାଶ ଅଭିଯାନକୁ ବାସ୍ତବ କ୍ଷେତ୍ରରେ ଘେନି ଆସିଲେ। ତେଣୁ ବିଜ୍ଞାନ ତଥା ଟେକ୍ନୋଲୋଜି ଗବେଷଣାର ବୈଜ୍ଞାନିକ ଉପନ୍ୟାସର ଗୁରୁତ୍ୱ ଢେର ବେଶୀ। ବୈଜ୍ଞାନିକ ଉପନ୍ୟାସ ଅଧିକ ଗବେଷଣା ପାଇଁ ଭବିଷ୍ୟତର ବିଜ୍ଞାନ ଓ ଗବେଷଣାକୁ ଦିଶା ଦେଖାଇଥାଏ। ଉପନ୍ୟାସଟିକୁ ଲେଖକ 20ଟି ପରିଚ୍ଛେଦରେ ବିଭକ୍ତ କରିଛନ୍ତି। ତ ପିଲାମାନେ ଯେଉଁ ତୁମର ଟୋଟାଲ 20ଟି ପରିଚ୍ଛେଦ ଅଛି, ଆମେ ଗୋଟେ ଭିଡ଼ିଓ ମାଧ୍ୟମରେ ତ 20ଟା ପରିଚ୍ଛେଦ ଆଲୋଚନା କରି ହେବ ନାହିଁ। ଆମେ କିଛି କରିକି ଯେଉଁ ପରିଚ୍ଛେଦ ଗୁଡ଼ିକ ଆମେ ସାରିଦେବା ହେଲା। ଦେଖନ୍ତୁ, ଆମେରିକାର କଲମ୍ବିଆ ସହର ହଠାତ୍ ଫୋନ୍ ବାଜି ଉଠିଲା। ଏଇଟା ଗୋଟେ ଉପନ୍ୟାସଟା, ଦେଖ ଭଲସେ ବୁଝ। ଆମେରିକାର କଲମ୍ବିଆ ସହରରେ ହଠାତ୍ ଗୋଟେ ଫୋନ୍ ବାଜି ଉଠିଲା। ଦେନ୍ ଫୋନ୍ ଧରିଥିଲେ କି ନ୍ୟୁ ଜେର୍ସି ପୋଲିସ ଷ୍ଟେସନରୁ ଇନ୍ସପେକ୍ଟର କ୍ରେନ୍ କଲମ୍ବିଆ ବିଶ୍ୱବିଦ୍ୟାଳୟସ୍ଥ ପଦାର୍ଥ ବିଜ୍ଞାନାଗାରକୁ ସେ କଲ୍ କରିଥିଲେ। ଦେନ୍ ସେହି ଗବେଷଣାଗାରର ଅଧ୍ୟାପକ ଥିଲେ ରିଚାର୍ଡସନ୍ ଓ ଜଣେ ଛାତ୍ରୀ ଗବେଷିକା କିଏ ଲୋରା ୱାକର, ଯିଏକି ନିଖୋଜ ହୋଇଯାଇଥିଲେ। ସେମାନଙ୍କର ନିଖୋଜ ହେବାର କାରଣ ସମ୍ପର୍କରେ ଜାଣିବା ପାଇଁ ଇନ୍ସପେକ୍ଟର ତଦନ୍ତ କରୁଥିଲେ, ରିସର୍ଚ୍ଚ କରୁଥିଲେ। ଦେନ୍ ଫୋନ୍ ଉଠାଇଥିଲେ ସହକାରୀ ଅଧ୍ୟାପକ ଆଡାମ୍ସ। ପିଲାମାନେ ଆଡାମ୍ସ କିଏ? ଆଡାମ୍ସ ହେଉଛନ୍ତି ଯେଉଁ ତୁମର କିଏ ନା ଆଡାମ୍ସ ହେଉଛନ୍ତି ଏନୋଡଙ୍କର। ତ ପିଲାମାନେ ଆଡାମ୍ସ କିଏ ନା ଆଡାମ୍ସ ହେଉଛନ୍ତି ଗବେଷଣା ଯେଉଁ ଅଧ୍ୟାପକ ରିଚାର୍ଡସନ୍। ଆଚ୍ଛା, ତୁମର ଆଡାମ୍ସ ହେଉଛନ୍ତି ଅଧ୍ୟାପକ ରିଚାର୍ଡସନଙ୍କର ବନ୍ଧୁ ହେଲା। ଦେନ୍ ସେମାନେ ଗବେଷଣାଗାରରେ ନଥିଲେ କି ନିଜର ଘରେ ମଧ୍ୟ ନଥିଲେ। ତ ପିଲାମାନେ ଯେଉଁ ଅଧ୍ୟାପକଙ୍କର ଘର କେଉଁଠି ନା ନ୍ୟୁ ଜେର୍ସିଠାରେ ହେଲା। ଦେନ୍ ଅଧ୍ୟାପକ ଆଡାମ୍ସଙ୍କର ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଆଡାମ୍ସ କିଏ? ତାଙ୍କର ବନ୍ଧୁ। ଯେତେବେଳେ ତାଙ୍କର ନିକଟତମ ବନ୍ଧୁ ବା ଅତି ପ୍ରିୟ ବନ୍ଧୁ ଡକ୍ଟର ରିଚାର୍ଡସନ୍ ଯିଏକି ଅନ୍ତର୍ଧାନ ହୋଇଯାଇଥିଲେ, ତ ସେ ନିହାତି ଭାବରେ ଚିନ୍ତାରେ ପଡ଼ିବେ। ଇନ୍ସପେକ୍ଟର କ୍ରେନ୍ ଦୁଇ ଜାଗାକୁ ଫୋନ୍ କରି ନିରାଶ ହୋଇ ଶେଷରେ ନ୍ୟୁୟର୍କ ସେଣ୍ଟ୍ରାଲ ପୋଲିସ ଷ୍ଟେସନକୁ ଫୋନ୍ କରିଥିଲେ। ଇନ୍ସପେକ୍ଟର କ୍ରେନ୍ ଯିଏକି ତଦନ୍ତ କରିଥିଲେ। ଏଇଟା ଗୋଟେ ସର୍ଟ କ୍ୱେଶ୍ଚନ୍। ତ ପିଲାମାନେ ଏଠି ତୁମେ ମନେ ରଖ, ପୃଥିବୀରେ ମଣିଷ ଉପନ୍ୟାସରେ ଗୋଟିଏ ପାରାଗ୍ରାଫରେ ତୁମର 10ଟି ଲେଖା ସର୍ଟ କ୍ୱେଶ୍ଚନ୍ ବାହାରିବ ହେଲା। ଟିକେ ଦେଖ, ଇନ୍ସପେକ୍ଟର କିଏ ଥିଲେ ନା କ୍ରେନ୍, ଯିଏକି ତଦନ୍ତ କରୁଥିଲେ। ଦେନ୍ ତାପରେ କ'ଣ ହେଇଥିଲା ନା ସେମାନେ ଯେଉଁ ଅନ୍ତର୍ଧାନ ଖବରର ଆଖପାଖ ପୋଲିସ ଷ୍ଟେସନରୁ ମଧ୍ୟ ଜଣାଇ ଦିଆଯାଇଥିଲା। ଏହି ଘଟଣାରେ ଅଧ୍ୟାପକ ସହକର୍ମୀ ଓ ତାର ପ୍ରିୟ ବନ୍ଧୁ ଆଡାମ୍ସ ମଧ୍ୟ ବ୍ୟଥିତ ହୋଇଗଲେ। ଚାହୁଁ ଖବରଟି ଯୁକ୍ତରାଷ୍ଟ୍ର ସାରା ଖେଳିଗଲା। ପ୍ରାୟ ଦିନେ 3ଟା ବେଳକୁ ପୋଲିସ କର୍ମଚାରୀ ସହକାରୀ ଅଧ୍ୟାପକଙ୍କୁ ସାକ୍ଷାତ କରିଥିଲେ। ଅଧ୍ୟାପକ ଆଡାମ୍ସ ଦୁଃଖର ସହିତ କହିଥିଲେ ଯେ କାଲି ଦିନ 4ଟା ପର୍ଯ୍ୟନ୍ତ ସେ ଏହି ଲାଇବ୍ରେଟୋରୀରେ ସେମାନଙ୍କର ସହିତ ଗପସପ କରି ଯାଇଛନ୍ତି, କିନ୍ତୁ ସେ ରାତିରେ କେତେବେଳେ ଯାଇଥିଲେ ନା ରାତି 2ଟାରେ ନିଖୋଜ ହେଇଯାଇଥିଲେ। ଏମାନେ ଟାଇମଟା କେତେବେଳେ? ରାତି 2ଟା। ପୋଲିସ ଅଫିସର ଏହି ଅନ୍ତର୍ଧାନ ପଛରେ କିଛି ଗୂଢ଼ ରହସ୍ୟ ଅଛି ବୋଲି ଭାବି ଅଧ୍ୟାପକ ଆଡାମ୍ସଙ୍କୁ ଗବେଷଣାଗାରରେ ମଧ୍ୟରେ କିଛି ଖୋଜାଖୋଜି କରିବାକୁ ତାଙ୍କୁ ପଠେଇଲେ। ଦେନ୍ ତାପରେ କ'ଣ ହେଲା ନା ଅଧ୍ୟାପକ ଆଡାମ୍ସ ଗବେଷଣାଗାର ଓ ଅଫିସ ଘର ଖୋଜି ଶେଷରେ ଅଫିସ ଗୃହରୁ ଫେରି ଏକ ସୁଡ଼ଙ୍ଗ ଭୂମିତଳ କୋଠରୀକୁ ଯାଇଥିଲେ। ତାଙ୍କର ଯେଉଁ ଭୂମିତଳ ଘର ଆଉ କାହାର ଥିଲା ସେମିତି ଘର ଥିଲା, ତ ସେଟା ଯେତେବେଳେ ପଶିଲେ ସେଇ ସୁଡ଼ଙ୍ଗ ଦେଇ ସେ ଭୂମିତଳ କୋଠରୀକୁ ପ୍ରବେଶ କରିଥିଲେ। ସେଠାରେ ଅଧ୍ୟାପକ ଗୋଟେ ବାକ୍ସ ଖୋଲିଦେଲେ ଏବଂ ସ୍ତବ୍ଧ ହୋଇଗଲେ। କାହିଁକି ନା ସେଠି କ'ଣ ଥିଲା ନା ଗୋଟେ ସିସା ବାକ୍ସରେ ଟ୍ରାନ୍ସୟୁରେନିକ ମୌଳିକ ବସ୍ତୁ 12 କିଲୋ ରଖାଯାଇଥିଲା। ତ ସେହି ବାକ୍ସଟି ଖୋଲା ପଡ଼ିଛି ଏବଂ କେତେ ଦିନ ତଳେ ଅଧ୍ୟାପକଙ୍କର ଛାତ୍ରୀ ଲୋରା ୱାକର ଯେଉଁ 10 ପାଉଣ୍ଡ 12 କିଲୋ ତିଆରି କରିଥିଲେ ସେତକ ମଧ୍ୟ ଆଉ ନାହିଁ। ତାହେଲେ କ'ଣ ସେମାନେ କ'ଣ ଭାବିଲେ ନା ଯେଉଁ 12 କିଲୋ ନେଇକି ସେମାନେ ବୋଧେ ରୁଷିଆକୁ ପଳେଇଥିଲେ ଏବଂ ସେଠି ଗୋଟେ ଯେଉଁ ପରମାଣୁ ବୋମା ମାନେ କେତେ ଯେ ଭୟଙ୍କର, ତାଠୁ ବି ଆହୁରି ଭୟଙ୍କର ବୋମା ତିଆରି କରିବେ ଏବଂ ସେମାନେ ନିଜ ଦେଶ ମାନେ ଆମେରିକାକୁ ସର୍ବନାଶ କରିବେ, ମାନେ ଆମେରିକାକୁ ବିନାଶ କରିବେ। ଆମେରିକା ଉପରେ ମାନେ ରୁଷିଆର ରାଗ ଥିଲା, ତ ସେଥିପାଇଁ ସେମାନେ ଭାବିଲେ ଯେ ସେ ଦେଶଦ୍ରୋହୀ ବା କମ୍ୟୁନିଷ୍ଟ ବୋଲି ସମସ୍ତେ ଭାବିଥିଲେ। ଚିନ୍ତିତ ଆଡାମ୍ସଙ୍କୁ ପୋଲିସ ପଚାରିବାରୁ ସେ ଉତ୍ତର ଦେଲେ ଯେ 12 କିଲୋ ପରମାଣୁ ଶକ୍ତି ଉତ୍ପାଦନ କିଛି ପ୍ରଭାବ ଥାଇପାରେ ବୋଲି ଆଡାମ୍ସ ପୋଲିସ ଇନ୍ସପେକ୍ଟରକୁ କହିଥିଲେ। ସେମାନେ ଡାଉଟ୍ କଲେ ନିହାତି ଭାବରେ। ପୋଲିସ ଇନ୍ସପେକ୍ଟରଙ୍କର ପାଇଁ ଏତିକି ଖବର ଯଥେଷ୍ଟ ଥିଲା। ନ୍ୟୁୟର୍କର ପ୍ରସିଦ୍ଧ ପତ୍ରିକା ନ୍ୟୁୟର୍କ ଟାଇମ୍ସ ଗୋଟେ ଥିଲା, ନ୍ୟୁୟର୍କ ଟାଇମ୍ସ ପତ୍ରିକା ଥିଲା। ସେଇ ପତ୍ରିକାରେ 22/8/1951 ମସିହା କେତେରେ 22/8 ମାନେ କ'ଣ 22 ଅଗଷ୍ଟ ମାସ 1951 ମସିହାରେ ଡକ୍ଟର ରିଚାର୍ଡସନ୍ ଓ ଲୋରା ୱାକର ଅନ୍ତର୍ଧାନକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ପ୍ରକାଶ ହୋଇଥିଲା। ସେମାନେ ଭାବିଥିଲେ ସେମାନେ ରୁଷିଆ ପଳେଇଯାଇଛନ୍ତି ସେଇ 12 କିଲୋ ଗୁଡ଼ିକୁ ନେଇକି। ତଥ୍ୟଟି ହେଉଛି ପିଲାମାନେ ନ୍ୟୁୟର୍କ ପୋଲିସ କର୍ତ୍ତୃପକ୍ଷ ଯୁକ୍ତରାଷ୍ଟ୍ର ସରକାର ବିଶ୍ୱାସ କରନ୍ତି ଯେ ଅଧ୍ୟାପକ ରିଚାର୍ଡସନ୍ ଓ ତାଙ୍କର ଛାତ୍ରୀ ଲୋରା ୱାକର 10 ପାଉଣ୍ଡ 12 କିଲୋ ସହିତ ଅତି ଗୁପ୍ତ ଭାବରେ ରୁଷିଆକୁ ପଳାୟନ କରିଛନ୍ତି। ଅଧ୍ୟାପକଙ୍କୁ କମ୍ୟୁନିଷ୍ଟ ମତାବଲମ୍ବୀ ବୋଲି ପୋଲିସ କର୍ତ୍ତୃପକ୍ଷ କହିଥିଲେ, କାରଣ ଅଧ୍ୟାପକଙ୍କର ଘରକୁ ଯେତେବେଳେ
ତଲାସ କରାଯାଉଥିଲା ସେ ସମୟରେ ଇଂଲଣ୍ଡ ଓ ଫ୍ରାନ୍ସ କେତେକ ବୈଜ୍ଞାନିକ ଦେଇଥିବା ଚିଠି ମିଳିଥିଲା। ଏହି ବୈଜ୍ଞାନିକମାନଙ୍କୁ ସାମ୍ରାଜ୍ୟବାଦୀ ଓ କମ୍ୟୁନିଷ୍ଟ ଆଖ୍ୟା ଦେଇଥିଲେ। ଏତଦ୍ ବ୍ୟତୀତ ରୁଷର ବୈଜ୍ଞାନିକ ଗବେଷଣା ସମ୍ବନ୍ଧୀୟ କେତେ ଖଣ୍ଡ ବହି ଓ ବୈଜ୍ଞାନିକ ପତ୍ର ମଧ୍ୟ ପୋଲିସମାନଙ୍କର ହସ୍ତଗତ ହୋଇଥିଲା। ତେଣୁ ପୋଲିସ କର୍ତ୍ତୃପକ୍ଷ ଅଧ୍ୟାପକଙ୍କୁ କମ୍ୟୁନିଷ୍ଟ ମତାବଲମ୍ବୀ ବୋଲି କହିଥିଲେ। ଏଣେ ସୋଭିଏତ ରାଷ୍ଟ୍ରର ସହକାରୀ ଘରୋଇ ମନ୍ତ୍ରୀ କିଏ ଥିଲେ ନା ଇମାନ୍ କୋଭ୍ ମସ୍କୋ ରେଡିଓରେ ଘୋଷଣା କଲେ ଯେ ଆମେରିକାନ ମାନଙ୍କର ଏକ ଅଭିଯୋଗ ନିହାତି ଅମୂଳକ, କାହିଁକି ନା ପୁଞ୍ଜିବାଦ ଚାପରେ ସେମାନଙ୍କର ମୁଣ୍ଡ ବୋଧହୁଏ ଖରାପ ହୋଇଗଲାଣି। କୋରିଆ ଯୁଦ୍ଧଠାରୁ ଆରମ୍ଭ କରି ବିଭିନ୍ନ ରାଜନୈତିକ କ୍ଷେତ୍ରରେ ମଧ୍ୟ ଯୁକ୍ତରାଷ୍ଟ୍ର ଏପରି ହଜାର ହଜାର ଅଭିଯୋଗ ରୁଷିଆ ବିରୁଦ୍ଧରେ କରିଆସିଛି। ପିଲାମାନେ ତମର ଦ୍ୱିତୀୟ ପରିଚ୍ଛେଦ ବିଷୟରେ ଜାଣିବା। ଦ୍ୱିତୀୟ ପରିଚ୍ଛେଦରେ କ'ଣ ଅଛି ନା ଦ୍ୱିତୀୟ ଅଧ୍ୟାୟଟି ନାଟକୀୟ ଭାବରେ ଆରମ୍ଭ ହୋଇଛି। ଦେଖନ୍ତୁ 9 ମାସ ପରେ ବିଶିଷ୍ଟ ମାର୍କିନ ଡିଟେକ୍ଟିଭ ୱିଲସନ୍ ରସ୍ ଯିଏକି ଲୋରା ୱାକର ହଠାତ୍ ଗୋଟେ ମାର୍ଟିଆନ୍ ଜାହାଜରେ ଓହ୍ଲାଇବାର ଦେଖିଥିଲେ। ଲୋରା ୱାକର ନିଖୋଜ ହୋଇଯାଇଥିଲେ। ତାପରେ ସେ ଠିକ୍ ତାର 9 ମାସ ପରେ ମାରିଟାନିଆ ଜାହାଜରେ ଡିଟେକ୍ଟିଭ ୱିଲସନ୍ ସେଥିରେ ଲୋରା ୱାକରକୁ ଦେଖିଥିଲେ। ତ ସେତିକି ଭିତରେ ସରକାର କ'ଣ ଘୋଷଣା କରିଥିଲେ ନା ଯିଏ ଏଇ ରିଚାର୍ଡସନ୍ ଏବଂ ଲୋରା ୱାକରକୁ ଯିଏ ଖୋଜିଦେବ ସେ $10,000 ପୁରସ୍କାର ପାଇବ। ଏବଂ ଟଙ୍କାର ଲୋଭରେ ଡିଟେକ୍ଟିଭ ୱିଲସନ୍ ଲୋରା ୱାକରଙ୍କ ବିଷୟରେ କ'ଣ ନ୍ୟୁୟର୍କର ଏକ ପୋଲିସ ଷ୍ଟେସନରେ ଜାହାଜରେ ଥାଇ ମଧ୍ୟ ଟେଲିଫୋନ ମାଧ୍ୟମରେ ଜଣାଇଥିଲେ। ତାପରେ ଜାହାଜଟି ଯେତେବେଳେ କୂଳରେ ଲାଗିଲା ଲୋରା ୱାକରକୁ ସେତେବେଳେ ପୋଲିସ ଆସିକି ଆରେଷ୍ଟ କରି ନେଇଗଲେ ଥାନାକୁ। ତ ଏହାପରେ ଲୋରା ୱାକର ପୋଲିସ ଦ୍ୱାରା ଆରେଷ୍ଟ ହୋଇଥିଲେ। ଲୋରା ୱାକରଙ୍କର ଆରେଷ୍ଟକୁ ନେଇକିନା ନ୍ୟୁୟର୍କର ପ୍ରସିଦ୍ଧ ପତ୍ରିକା ନ୍ୟୁୟର୍କ ହେରାଲ୍ଡ, ସେଟା ଗୋଟେ ନ୍ୟୁୟର୍କ ଟାଇମ୍ସ, ସେଟା ହେଉଛି ନ୍ୟୁୟର୍କ ହେରାଲ୍ଡ ମନେ ରଖୁ। ଯଦି ସେ ଆରେଷ୍ଟ ପତ୍ରିକା କେଉଁ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା ନା ନ୍ୟୁୟର୍କ ହେରାଲ୍ଡ। ଏଟା ମନେ ରଖିବ ନିହାତି ଭାବରେ ପିଲାମାନେ। ଲୋରାଙ୍କର ଅନ୍ତର୍ଦ୍ଧାନ ଓ ଧରା ହେବା ସମ୍ପର୍କ ନେଇ ତୀବ୍ର ସମ୍ପାଦକୀୟ ପ୍ରକାଶ କରିଥିଲେ। ତାପରେ ଦେଖନ୍ତୁ ସେଇ ପତ୍ରିକାରେ ବାହାରିଥିଲା ଯେ ଯୁକ୍ତରାଷ୍ଟ୍ରର ଲୋକଶତ୍ରୁ ରାଜ୍ୟର ପ୍ରରୋଚନାରେ ପଡ଼ି ନିଜର ଦେଶକୁ ସଙ୍କଟାପନ୍ନ କରିବାଟି କେଡ଼େ ଯେ ବିପଦଜନକ, ଏପରି ଦେଶଦ୍ରୋହୀ ଲୋକଙ୍କୁ ମୂଳପୋଛ ନ କଲା ପର୍ଯ୍ୟନ୍ତ ଯୁକ୍ତରାଷ୍ଟ୍ର ଗଣତନ୍ତ୍ର ବିପଦଗ୍ରସ୍ତ। ସେମାନେ ଭାବିଥିଲେ ଯେ ଲୋରା ୱାକର କାରେ ସେ କ'ଣ ରୁଷିଆକୁ ପଳାୟନ କରିଛନ୍ତି ଏବଂ ନିଜ ଦେଶର କିଛି ଗୁପ୍ତ ତଥ୍ୟ ସେ ନେଇକି ଯାଇକି କ'ଣ ରୁଷିଆ ଦେଶର ପ୍ରଧାନମନ୍ତ୍ରୀକୁ କହିଛନ୍ତି। ତାପରେ ପିଲାମାନେ ଦେଖିବା କ'ଣ ଅଛି। ଆରେଷ୍ଟ ଲୋରାଙ୍କୁ 1952 ମସିହା ଜୁନ 21 ତାରିଖରେ କାରାଗାରରୁ ବିଚାରକୁ ନିଆଯାଇଥିଲା ଏବଂ ଏହା ପରେ ପରେ ଜର୍ଜ ମହାଶୟ ଲୋରାଙ୍କୁ ଦେଶଦ୍ରୋହୀ ରୂପେ ଜେରା କରିଥିଲେ। କିନ୍ତୁ ଲୋରା କ'ଣ କରିଥିଲେ ନା ଏହା ସମସ୍ତ ଭୁଲ ତଥ୍ୟ ବୋଲି ପ୍ରକାଶ କରିଥିଲେ। କିନ୍ତୁ ତାଙ୍କର ଦୋଷ ସେ ମାନେ କେହି ବି ଶୁଣୁଥିଲେ। ସେମାନେ ଭାବିଥିଲେ ଯେ ମାନେ ଲୋରା ୱାକର ଯେତେବେଳେ କହିଲେ ମଙ୍ଗଳ ଗ୍ରହକୁ ଯାଇଥିଲି ତ କେହି ତାଙ୍କ କଥା ମାନିବେ କି? ସେମାନେ କ'ଣ ବିଶ୍ୱାସ କରିବେ ମଙ୍ଗଳ ଗ୍ରହକୁ ଯାଇଥିବା କଥା? ତେଣୁକରି କେହି ମାନି ନଥିଲେ। ଦେନ୍ କ'ଣ ହେଇଥିଲା ନା ଭୁଲ ତଥ୍ୟ ସହିତ ପ୍ରକାଶ କରିଥିଲେ ଏବଂ ତାଙ୍କ ଦୋଷକୁ ମଧ୍ୟ କେହି ମାନେ ସମସ୍ତେ ଭାବିଲେ ଯେ ସେ ଗୋଟେ ଦୋଷୀ, ସେ ନିର୍ଦ୍ଦୋଷ ବୋଲି କେହି ବି ଭାବିଲେନି। ବିଜ୍ଞାନକୁ ଜନହିତକର କାର୍ଯ୍ୟରେ ଲଗାଇବା ପାଇଁ ତାଙ୍କର ଅଦମ୍ୟ ସାଧନାର ଏପରି ପୁରସ୍କାର ପାଇବେ ବୋଲି ସେ କେବେ କଳ୍ପନା ସୁଦ୍ଧା କରିନଥିଲେ। ରୁଷିଆକୁ ପରମାଣୁ ଅସ୍ତ୍ରର ସାହାଯ୍ୟ କରିବାକୁ ଅନ୍ତର୍ଦ୍ଧାନ ହୋଇଥିବା ଜର୍ଜଙ୍କର ଉକ୍ତିରେ ଲୋରା କହିଛନ୍ତି ଯେ ସେମାନେ ଯାଇଥିଲେ ସତ, କିନ୍ତୁ ରୁଷିଆକୁ ନୁହେଁ, ଦୂର ଆକାଶର ମଙ୍ଗଳ ଗ୍ରହକୁ ମହା ଆବିଷ୍କାର ଉଦ୍ଦେଶ୍ୟରେ। ସେମାନେ ମାନେ ଯେତିକି ସେମାନେ ଥିଲେ ସମସ୍ତେ ହସିକି ଉଡ଼େଇଥିଲେ ଏବଂ ଥଟ୍ଟା କରିଥିଲେ। ମଙ୍ଗଳ ଗ୍ରହକୁ ଯିବାର ପ୍ରମାଣ ସମ୍ପର୍କରେ ଜର୍ଜ ପ୍ରଶ୍ନ ପଚାରିବାରୁ ଲୋରା ଉତ୍ତର ଦେଇଥିଲେ ଯେ ମଙ୍ଗଳ ଗ୍ରହରୁ ଆଣିଥିବା ଯନ୍ତ୍ରପାତି ଗୁଡ଼ିକ ସେ ଦୈବ ଦୁର୍ଘଟଣାରେ ସମୁଦ୍ରରେ ବୁଡ଼ିଗଲା ଏବଂ ଲୋରାଙ୍କର ସମସ୍ତ କଥାକୁ ଜର୍ଜ ଏବଂ ଅନ୍ୟାନ୍ୟ ବିଚାରପତି ପ୍ରହସନ ବୋଲି କହିଥିଲେ। ସେମାନେ ଭାବିଥିଲେ ମିଛ କହୁଛି, କାହିଁକି ନା ଦେଖନ୍ତୁ ମଙ୍ଗଳ ଗ୍ରହକୁ ଯାଇଥିଲି ହଠାତ୍ ଯଦି କିଏ କହିବ ମାନିବ ବା କିଏ? କାହିଁକିନା ସେତେବେଳେ ଆମର ସାଇନ୍ସ ଏତେ ବି ଡେଭଲପ୍ ହେଇନଥିଲା ହେଲା। ଲୋରାଙ୍କର ସମସ୍ତ କଥାକୁ ଜର୍ଜ ମାନିଲେନି। ତା ସହିତ ପରବର୍ତ୍ତୀ ପର୍ଯ୍ୟାୟରେ ରିଚାର୍ଡସନଙ୍କର କୋଠରୀରୁ ସଂଗ୍ରହ କରାଯାଇଥିବା ଚିଠି ଗୁଡ଼ିକ ପଢ଼ାଯାଇଥିଲା। ସେ ଦେଶରେ ସେ ଚିଠି ଗୁଡ଼ିକର କ'ଣ ଥିଲା ନା କ'ଣ ସେ ଚିଠି ଗୁଡ଼ିକ ଥିଲା ଯେ ଯୁକ୍ତରାଷ୍ଟ୍ରର 3 ଜଣ ପ୍ରସିଦ୍ଧ ବୈଜ୍ଞାନିକ ତୁମର ବକ୍ତବ୍ୟ ପଢ଼ି ମତ ପ୍ରକାଶ କରିଥିଲେ ଯେ ଏହା ସମ୍ପୂର୍ଣ୍ଣ କାଳ୍ପନିକ, ଅସମ୍ଭବ ଓ ମିଥ୍ୟା। ସେମାନେ ତତ୍ପରିବର୍ତ୍ତେ ମତ ଦେଇଥିଲେ ଯେ ମଙ୍ଗଳ ଗ୍ରହକୁ ଏପରି ଭାବରେ ଯିବା କେବେ ବି ସମ୍ଭବପର ନୁହେଁ। ମଙ୍ଗଳ ଗ୍ରହରେ ଯେ ମଣିଷ ଥାଇପାରନ୍ତି ଏହା ସମ୍ପୂର୍ଣ୍ଣ ଅସମ୍ଭବ। ତ ପିଲାମାନେ ଏଇ ଯେଉଁ ଚିଠି କଥା ଆସିଲା, ଚିଠିରେ କ'ଣ ଲେଖା ହେଇଥିଲା ନା ଯେଉଁ ରୁଷିଆ ହଉ କି ତୁମର ଅନ୍ୟାନ୍ୟ ଦେଶ ସହିତ ଯେଉଁ ରିଚାର୍ଡସନ୍ ତାଙ୍କର ଦେଶର ବୈଜ୍ଞାନିକ ସହିତ ମାନେ କଥାବାର୍ତ୍ତା ହେଉଥିଲେ, ତାଙ୍କ ସହିତ କିଛି ମାନେ କଥାବାର୍ତ୍ତାର ତାଳମେଳ ଥିଲା ଆଉ କି ତାଙ୍କ ସହିତ ସମ୍ପର୍କ ଥିଲା। ତ ସେଇ କଥା ଚିଠିରେ ଲେଖା ହେଇଥିଲା, ଯାହାଦ୍ୱାରା ଯୁକ୍ତରାଷ୍ଟ୍ରର ଆମେରିକା ସରକାର ରାଗି ଯାଇଥିଲେ। ଶେଷରେ ବିଚାର ଆଲୋଚନା ହୋଇ ଜର୍ଜ ମା ସହିତ ନିଷ୍ପତ୍ତି ନେଇଥିଲେ ଯେ ଏହି ଅପରାଧରେ ଏକମାତ୍ର ଦଣ୍ଡ ହେଉଛି ପ୍ରାଣଦଣ୍ଡ। 1952 ମସିହା ନଭେମ୍ବର ମାସ 27 ତାରିଖରେ
तारिख दिन लोरा वाकर को इलेक्ट्रिक चेयर मृत्यु पर्यंत बसाइबार आदेश दिगला केते मसीह ना 1922 मसीहा नवेम्बर 27 1922 नवेम्बर 27 मन रखा तो निहत भाव मन रखा गुड़ा है देन जज को निष्पत्ति पर लोरा को कारागार आबद्ध कठरे रखा जाइतिला एवं से कठरे बस लोरा भावुता निजर जीवन अतीत कहानी शेष में लोरा निष्पत्ति नहीं मरिया पूर्व निज जीवन करुणा कहानी को लिपिबद्ध करने और जो दिन लोके डायरी पढ़ी प्रकृत सत्य जानवे से दिन पुलिस चक्रांत सरकार कम्युनिस्ट कोकुआ भय पदार पड़ जाए कोकुआ भय कहीं कहला ना कोकुआ भय गोटे एमती भय जार किसी रिजन नहीं माने जोटा कि बिना कारण आम भय कर जद्वारा कोकुआ द्वारा कौन गोटे वंश लोप पाई कोकुआ द्वारा कोकुआ भय कोकुआ हूँ गोटे जोटा कि माने बिना कारण आम डरी था से कोकुआ भय यापर लोरा कारागार बस निजर जीवन कहानी लिखा आरंभ कर देते पे मैंने 3 नंबर परिचय देखा कौन अच्छी ना मिस लोरा वकर कारागार आबद्ध कोठरी मध्य रही निजर अतीत जीवन संघर्षमय कहानी को लेखिबा आरंभ कर देथिले एवं से किपरि भाव पदार्थ विज्ञान डॉक्टर रिचर्डसन छात्री होई न्यूक्लियर पदार्थ विद्वार ट्रांसयूरेटिक मौलिक गवेषणा करते लोरा वाकर पीटर्सबर्ग विश्वविद्यालय एमएस पास करते से 1950 मसीहा जनवरी मास केते तारिख ना 18 तारिख रे सकाळ 8:30 समय पीटर्सबर्ग ट्रेन रे आसी न्यूयॉर्क सबुठार बड़ रेल स्टेशन कर पेनसिल्वेनिया टर्मिनस रे पहुंची ताले कौन पीटर्सबर्ग पिला माने कौन ना से पीटर्सबर्ग तो पे पीटर्सबर्ग विश्वविद्यालय से एमएस पास करते किए लोरा वाकर मन रख पीटर्सबर्ग है देन सेठारु मोटर बस न्यूयॉर्क मानहट्टन अंचल में विल्सन स्लोआर हाउस नामक गोटे होटेल में पहुंचले स्लोआन हाउस है स्लोआन हाउस कौटी ना सेटा हूँ न्यूयॉर्क मानहट्टन अंचल एटा मन रख कौटी न्यूयॉर्क मानहट्टन देन सेटारे एही होटेल अन्य गोटे अभिजातपूर्ण होटेल मानकर परि बड़ न हेले भी मध्य समस्त सुविधा उपलब्ध थिला एही होटेल विशेषत्व होउची जे यह छात्र छात्री मानकर पई बेस उपयोगी बहुत सस्ता भी थिला एवं भड़ा भी कम थिला एठारे लोरा स्नानादि कर्मचारी से गाधेई सारी कोलंबिया विश्वविद्यालय अभिमुखे बाहरी थिले विश्वविद्यालय पहुंची इनक्वारी ऑफिसर पदार्थ विज्ञानगार और अध्यापक रिचर्डसन को ठिकाना नहीं से गवेषणागार में पहुंची डॉक्टर रिचर्डसन को देखी लोरा आश्चर्य होते कारण से भाई से निहत वयस्क लोक होते कहीं जानते लेक्चर गुड़ा केमती वृद्ध लोक मैंने कि वयस्क थाए कि 40-48 किंतु लोरा बयस मात्र 30 थिला साक्षात पर न्यूक्लियर पदार्थ विद्यार ट्रांसयूरेटिक मौलिक वस्तु विषय में गवेषणा करने इच्छुक अच्छा लोरा वकर अध्यापक डॉक्टर रिचर्डसन को कहते मात्र लोरा विश्वास थिला जे शांतिकालीन परमाणु शक्ति आरोहण में ट्रांसयूरेटिक मौलिक वस्तु ही मौलिक वस्तु सहित साहाय्य करिपारे तो यही गवेषणा डॉक्टर सिगबर्ग तरह रिचर्डसन युक्तराष्ट्र में अग्रगण्य थिबारु से अधीन गवेषणा करने को मनस्थ करते बोली कहते तो यहाँ पर गवेषणा कर सारे अध्यापक अधीन में लोरा वकर को सुजोग मिलता प्राथमिक पर्यायर 3 मास ट्रेनिंग ने मिस लोरा वकर रिचर्डसन गवेषणा जड़े गवेषक रूप कार्य करते केते मास ट्रेनिंग करते 3 मास है 3 मास ट्रेनिंग पर जाइए डॉक्टर रिचर्डसन गवेषणा कार्य करते 4 नंबर परिचय जाना लोरा वकर गवेषणागार मूल उद्देश्य थिला जे जो परमाणु शक्ति ध्वंसर कारण साजिची से परमाणु शक्तिर ध्वंसात्मक कार्य विरोध कराई जन हितकर कार्य लगाई मानव समाजर उन्नति में सहायक हेबा तेणु अध्यापक विश्वास थिला जे ट्रांसयूरेटिक मौलिक वस्तु मध्य कौन गोटिक शांतिकालीन परमाणु शक्ति इंधन भाव में व्यवहृत कर तेणु लोरा वकर न्यूक्लियर पदार्थ विद्वार ट्रांसयूरेटिक मौलिक वस्तु गवेषणागार में गवेषणा करने मत देते ट्रांसयूरेटिक मौलिक वस्तु है आधुनिक रसायनविद प्रतिपादन कर सुना रूपा उद्यान अंगारकाम्ल अम्लजान सिलिकन प्रभृति 92 गोटे मौलिक धातु पृथ्वी गठित होती केते गोटे मौलिक धातु पिला माने ना 92 गोटे मौलिक धातु पृथ्वी गठित होईची तो यही 92 गोटे मौलिक वस्तुर शेष वस्तुटी होची यूरेनियम यहाँ वैज्ञानिक मैंने व्यवहार करके सर्वजन विदित ध्वंसर प्रतीक परमाणु वस्तु तैयारी कर व्यतीत आधुनिक वैज्ञानिक मैंने प्रमाण कर यूरेनियम धातु नेपच्यूनियम और प्लूटोनियम नामक 2टी मौलिक वस्तु प्रस्तुत कर कौन कौन गोटे यूरेनियम धातु गोटे नेपच्यूनियम आ गोटे प्लूटोनियम तो पे गुड़ा तुम मन पड़ू ना जो तुम एसीपी साइंस विषय तो एमध्य प्लूटोनियम परमाणु बम तैयारी व्यवहृत होता है तो यही 2टी मौलिक वस्तु सर्वप्रथम ट्रांसयूरेटिक और प्लूटोनियम प्रस्तुत करा जाए मुख्यतः यही संबंधी ज्ञान आहरण थिला लोरा वकर मूल लक्ष्य
ଲୋରା ଓକାରଙ୍କର ଏକନିଷ୍ଠର ସାଧନ ଦେଖି ଡକ୍ଟର ରିଚାର୍ଡସନ୍ ଆନନ୍ଦିତ ହୋଇଥିଲେ, କାହିଁକିନା ଲୋରା ଓକର ପୁରା ମନ ଧ୍ୟାନ ଦେଇକିନା ଗୋଟେ କାମରେ କ'ଣ ପୁରା ଭଲ ଭାବରେ କାମଟା କରୁଥିଲେ, ରିସର୍ଚ୍ଚ କରୁଥିଲେ ହେଲା। ଦେନ୍ ମାନେ କ'ଣ ଯେଉଁଟାକି ଏକ ଲୟରେ ବିଶେଷ ଏକ ଲୟରେ କାମ କରିବା ଗବେଷଣା ସମୁଦ୍ରରେ ଲୋରା ଖାଇବା ପିଇବା ମଧ୍ୟ ଭୁଲି ଯାଇଥିଲେ ଏବଂ ସେ କସ୍ମୋଟ୍ରନର ବିଭିନ୍ନ ମୌଳିକ ବସ୍ତୁ ଅଲଗା କରୁ କରୁ ସେ କାମର ଏତେ ଯେ ମଜି ଯାଇଥିଲେ ଯେ ମଧ୍ୟାହ୍ନ ଭୋଜନ ଅନେକ ସମୟରେ ସେ ମଧ୍ୟ ଭୁଲି ଯାଇଥିଲେ। ରିଚାର୍ଡସନଙ୍କର ତାଗିଦରେ ସେ କେତେଥର ଇଙ୍ଗିତ ହୋଇ ରିଚାର୍ଡସନଙ୍କର ତାଗିଦରେ ସେ କେତେଥର ଲଜ୍ଜିତ ହୋଇ ଖାଇବାକୁ ମଧ୍ୟ ଯାଇଛନ୍ତି ହେଲା। ସେ ଦେଖିଲେ ଯେ ମାନେ ଲୋରା ଗବେଷଣା କରିବାରେ ଏତେ ନିମ୍ନ ଥିଲା ଯେ ସେ ନିଜର ଖାଇବା ପିଇବା ମଧ୍ୟ ଭୁଲି ଯାଇଥିଲେ। ଗବେଷଣା ସାରି ବିଳମ୍ବରେ ହୋଟେଲରୁ ଫେରି ସେ ସେମିତି ଶୋଇପଡ଼ନ୍ତି ଏବଂ ଲୋରା ଓକାରଙ୍କର ଗବେଷଣା ପ୍ରତି ନିଷ୍ଠା ଦେଖି ଅଧ୍ୟାପକ ରିଚାର୍ଡସନଙ୍କର ଲୋରା ଓକାରଙ୍କର ପ୍ରତି ଆସକ୍ତି ଭାବ ଆସିଥିବା କଥା ସେ ନିଜେ ସ୍ୱୀକାର କରିଛନ୍ତି। ସେ ଯେହେତୁ ଏତେ ମନଧ୍ୟାନ କରିକି କ'ଣ କାମ କରୁଛନ୍ତି ତାହା ଦେଖିକି ଡକ୍ଟର ରିଚାର୍ଡସନ୍ ମନେ ମନେ ତାଙ୍କୁ ଭଲ ପାଇ ବସିଥିଲେ। ଗବେଷଣାଗାରରେ ଅନ୍ୟ ଛାତ୍ରଛାତ୍ରୀମାନେ ଗବେଷଣା କରୁଥିଲେ ମଧ୍ୟ ଡକ୍ଟର ରିଚାର୍ଡସନ୍ ନିଜ ଘରକୁ ଲୋରା ଓକାରଙ୍କୁ ଭୋଜନ ନିମନ୍ତେ ନିମନ୍ତ୍ରଣ କରିଥିଲେ। ତ ଏଥିରୁ ଅନୁମେୟ ହୁଏ ଯେ ଲୋରା ଓକାରଙ୍କର ଗବେଷଣା ପ୍ରତି ନିଷ୍ଠା ଥିବାରୁ ରିଚାର୍ଡସନ୍ ସମସ୍ତ ଗବେଷଣାମାନଙ୍କ ମଧ୍ୟରୁ ଲୋରାଙ୍କୁ ଅଧିକ ଭଲ ପାଉଥିଲେ। ଅଧ୍ୟାପକଙ୍କ ଭଲ ପାଇବା ଏବଂ ଲୋରା ଓକାରଙ୍କର ସାଧନା ଶେଷରେ ଲୋରାଙ୍କର ମଧ୍ୟରେ 12 କିଲୋମ ଧାତୁକୁ ବିଶୁଦ୍ଧ ଭାବରେ ଅଲଗା କରିପାରିବା ଭଳି ଜଟିଳ ପଦ୍ଧତିକୁ ସହଜରେ ଗ୍ରହଣ କରିବାର କ'ଣ ମନୋବୃତ୍ତି ଜନ୍ମିଥିଲା। ତୃତୀୟ ଦିନ ଯେତେବେଳେ ଲୋରା ଏ ଦିଗରେ କୃତକାର୍ଯ୍ୟ ହେଲେ ଓ 12 କିଲୋମ ଧାତୁରୁ ବିଶୁଦ୍ଧ ଭାବରେ ଅଲଗା କରିପାରିଲେ ସେତେବେଳେ ତାଙ୍କ ମନରେ ଗୋଟେ ଯେଉଁ ଅପୂର୍ବ ଆନନ୍ଦ ଜାତ ହୋଇଥିଲା ତାହାକୁ ବ୍ୟକ୍ତ କରିବା ସମ୍ଭବ ନୁହେଁ। ନା ଯେଉଁ 12 କିଲୋମରୁ ଯେତେ ସବୁ ବିଶୁଦ୍ଧ ବସ୍ତୁ ଗୁଡ଼ିକ ଥିଲା ସେଗୁଡ଼ା ସେ ମାନେ ସେ ବିଶୁଦ୍ଧ ଧାତୁ ଗୁଡ଼ିକୁ ସେ ପୃଥକ କରିଥିଲେ ମାନେ ଅଲଗା କରିଥିଲେ। ଦେନ୍ ତୃତୀୟ ଦିନ ଯେତେବେଳେ ଏ ଦିଗରେ ଲୋରାଙ୍କର ଏହି କୃତ କାର୍ଯ୍ୟରେ ଅଧ୍ୟାପକ ଯେପରି ଆନନ୍ଦିତ ହୋଇଥିଲେ ତାହା ଲୋରାଙ୍କୁ ମଧ୍ୟ ଅଧିକ ଉତ୍ସାହିତ ପ୍ରେରଣା ଦେଇଥିଲା ହେଲା। ତା ସହିତ ସେମାନଙ୍କର ମଧ୍ୟରେ ପ୍ରଥମେ ଯେଉଁ ବିରାଟ ବ୍ୟବଧାନ ଥିଲା ତା କ୍ରମଶଃ ଲୋପ ପାଇଲା ଭଳି ଲୋରାଙ୍କର ମନେ ହେଉଥିଲା। ତାମାନେ କ'ଣ ସେମାନେ ଟିକେ କ୍ଲୋଜ୍ ହେଇଗଲା, ଆଗରୁ ଯେତେ ଦୂରତା ଥିଲା ତ ଏଥର ଆଉ ସେମିତି ରହିଲା ନାହିଁ। ଲୋରାଙ୍କର ଗବେଷଣା କାର୍ଯ୍ୟ ନିଷ୍ଠା ଓ ସଫଳତା ସମ୍ପର୍କରେ ଡକ୍ଟର ରିଚାର୍ଡସନ୍ କହିଥିଲେ ଯେ ଗତ 2 ଦିନ ଧରି ଯେତେବେଳେ ତୁମେ 12 କିଲୋମ ଧାତୁକୁ ଅଲଗା କରିପାରିଲନି ସେତେବେଳେ ମୋ ମନରେ ଗୋଟେ ଭୟ ଜାତ ହୋଇଯାଇଥିଲା ଯେ ସେ କଥା କ'ଣ ଯେ କହିବି। ଲୋରା ନିଜ ଉପରେ ଓ ନିଜର କାର୍ଯ୍ୟ ଉପରେ ମୋର ଯଥେଷ୍ଟ ସନ୍ଦେହ ଜାତ ହେଲା। ମୁଁ ଅତ୍ୟନ୍ତ ଚିନ୍ତିତ ହୋଇପଡ଼ିଲି, କିନ୍ତୁ ଯେତେବେଳେ ତୁମେ ଏଥିରେ କୃତକାର୍ଯ୍ୟ ହେଲ ସେତେବେଳେ ମୋ ମନରେ ଯେଉଁ ଗୋଟେ ଅପାର ଆନନ୍ଦ ଜାତ ହେଲା ତାହା ହୁଏତ ତମେ ଜାଣିପାରିବନି। ନିଜ ଉପରେ ଯେଉଁ ବିଶ୍ୱାସ ଟିକକ ହରାଇଥିଲି ତାହା ପୁନର୍ବାର ଫେରି ପାଇଲି ଲୋରା, ଏବଂ ତୁମର ଏହି 3 ଦିନ ଧରି ଅକ୍ଳାନ୍ତ ପରିଶ୍ରମର ପୁରସ୍କାର ସ୍ୱରୂପ ମୁଁ ତୁମକୁ ଯେ କ'ଣ ଯେ ଦେଇପାରେ ଭାବି ପାରୁନି। ଅଧ୍ୟାପକ ଡକ୍ଟର ରିଚାର୍ଡସନ୍ ଏବଂ ଛାତ୍ରୀ ଲୋରା ଓକାର ଯେଉଁ ଗବେଷଣାଗାରରେ ସଫଳ ହୋଇଥିଲେ ସେହି 12 କିଲୋମ ଧାତୁ ସମ୍ପର୍କରେ ସେମାନେ ଆଲୋଚନା କରିଥିଲେ। 12 କିଲୋମ ଧାତୁ କେତେ 128 ଫାରେନହାଇଟ୍ ଉତ୍ତାପରେ ଏକ ନିର୍ଦ୍ଦିଷ୍ଟ ବେଗଯୁକ୍ତ ନ୍ୟୁଟ୍ରନର ଆଘାତ ଫଳରେ ଖୁବ୍ ଧୀର ଭାବରେ ବିସ୍ଫୋରିତ ହୋଇ ପ୍ରକାଣ୍ଡ ଶକ୍ତି ଉତ୍ପାଦନ କରେ ଏବଂ ନ୍ୟୁଟ୍ରନର ବେଗ ଯଦି ନିର୍ଦ୍ଦିଷ୍ଟ ବେଗଠାରୁ ଅଧିକ ହୁଏ ତେବେ 12 କିଲୋମ ଧାତୁ ପ୍ଲୁଟୋନିୟମ ଭଳି ଅତି ଶୀଘ୍ର ଶକ୍ତିକୁ ରୂପାନ୍ତରିତ ହୋଇଯାଏ, ଫଳରେ ପରମାଣୁ ଭଳି ମାରାତ୍ମକ ବିସ୍ଫୋରଣ ଘଟେ। ନ୍ୟୁଟ୍ରନର ବେଗ ନିର୍ଦ୍ଦିଷ୍ଟ ବେଗଠାରୁ କମ୍ ହୋଇଥିଲେ ମଧ୍ୟ 12 କିଲୋମ ବିସ୍ଫୋରିତ ହୁଏ ନାହିଁ। ପିଲାମାନେ ଏହି ଆୟତଦିନ ବିସ୍ଫୋରଣ ମଧ୍ୟ ଦେଇ 12 କିଲୋମ ଧାତୁରୁ ଏତାଦୃଶ ଶକ୍ତି ଉତ୍ପାଦନ କେହି କେବେ ଆଶା କରିନଥିଲେ। ତ ଏହି ରୂପାନ୍ତରର ଆଉ ଏକ ବିଶେଷତ୍ୱ ହେଉଛି ଯେ ପ୍ଲୁଟୋନିୟମ ଓ ୟୁରେନିୟମ ଭଳି ଏହା ବିସ୍ଫୋରଣ ହୋଇ ତାଣ୍ଡବ ଲୀଳା ସୃଷ୍ଟି କରିନି। ପୁରା ବିସ୍ଫୋରଣ ବେଳେ ୟୁରେନିୟମ ଓ ପ୍ଲୁଟୋନିୟମ ଯେପରି ଗୋଟେ ମାରାତ୍ମକ ଗୋଟେ ଗାମା ରଶ୍ମି ନିର୍ଗତ ହୁଏ ଏବଂ ଏଠାରେ ସେପରି କିଛି ହୋଇନାହିଁ। ତ ପିଲାମାନେ 5 ନମ୍ବର ପରିଚ୍ଛେଦଟି ଜାଣିବା। ତ ପିଲାମାନେ 5ଟା ପରିଚ୍ଛେଦ ଆଲୋଚନା କରିବା, ଦେନ୍ ପରବର୍ତ୍ତୀ ପରିଚ୍ଛେଦ ଗୁଡ଼ିକ ଅଲଗା ଭିଡ଼ିଓ ମାଧ୍ୟମରେ ଆଲୋଚନା କରିବା। ଅଳ୍ପ ଅଛି ଦେଖ। ଏହି ଅଧ୍ୟାୟରେ ଔପନ୍ୟାସିକ ଶ୍ରୀଯୁକ୍ତ ମହାପାତ୍ର ଅଧ୍ୟାପକ ଡକ୍ଟର ରିଚାର୍ଡସନ୍ଙ୍କ ପ୍ରତି ଲୋରା ଓକାରଙ୍କର ଭଲ ପାଇବାକୁ ବର୍ଣ୍ଣନା କରିଛନ୍ତି ଏବଂ ଗବେଷଣାଗାରରେ ଗବେଷଣା କରୁଥିବା ସମୟରେ ଅଧ୍ୟାପିକା ଡକ୍ଟର ରିଚାର୍ଡସନ୍ଙ୍କର ହସ ହସ ମୁହଁ ଓ ଗବେଷଣା ପ୍ରତି ଲୋରା ଓକାରଙ୍କର ଉତ୍ସାହର ବାଣୀ ଡକ୍ଟର ରିଚାର୍ଡସନ୍ଙ୍କ ପ୍ରତି ଲୋରାଙ୍କର ଭଲ ପାଇବା ସୃଷ୍ଟି ହୋଇଥିଲା। ଅଧ୍ୟାପକଙ୍କର ସହିତ ଯେବେ ତାଙ୍କର ପ୍ରଥମ ସାକ୍ଷାତ ହେଲା ତାଙ୍କର ସୌମ୍ୟ ମୂର୍ତ୍ତି, ଢଳ ମୁଖ ଓ ସୁନ୍ଦର ଚେହେରା ଲୋରାଙ୍କୁ ତାଙ୍କ ଆଡ଼କୁ ଆକୃଷ୍ଟ କରିଥିଲା। ପ୍ରଥମେ ତାଙ୍କର ସଂସ୍ପର୍ଶରେ ବେଶୀ ଆସୁନଥିବାରୁ ତାଙ୍କ ମନରେ ସେପରି କିଛି ଧାରଣା ନଥିଲା। ଯେତେବେଳେ ସେମାନେ ସଂସ୍ପର୍ଶରେ ଆସିଲେ ତାଙ୍କ ଆଡ଼କୁ ସେତିକି ଆକୃଷ୍ଟ ହେଲେ। ସେ
ଜ୍ଞାତ ସାରରେ ହେଉ କି ଅଜ୍ଞାତ ସାରରେ ହେଉ ଅଧ୍ୟାପକଙ୍କୁ ଭଲ ପାଇବାକୁ ସେ ଆରମ୍ଭ କରିଥିଲେ। କିନ୍ତୁ ଦିନେ ନ ଦେଖିଲେ ଲୋରାଙ୍କୁ କାହିଁକି କିଛି ଭଲ ଲାଗେନି। ହୋଟେଲରେ ଶୋଇପଡ଼ିଥିବା ବେଳେ ଏପରିକି ଖାଉଥିବା ବେଳେ ସେ ଲୋରାଙ୍କର ଏକମାତ୍ର ଭାବନାର ବସ୍ତୁ ହୋଇ ରହିଥାନ୍ତି। ସେଇ ଭାବନାରେ ଯେ ଯେପରି ଲୋରାଙ୍କର ସ୍ୱର୍ଗ ସୁଖ ଏବଂ ସେଇ ସ୍ୱପ୍ନରେ ହିଁ ଯେପରି ପରମ ତୃପ୍ତି। ପରେ ଯେତେବେଳେ ଲୋରା ୱାକର ଯେତେବେଳେ ଜାଣିବାକୁ ପାଇଲେ ଯେ ସେ ଅଧ୍ୟାପକ ରିଚାର୍ଡସନ ଅବିବାହିତ ସେଇ ଦିନଠାରୁ ତାଙ୍କର ପ୍ରତି ଲୋରାଙ୍କର ଭଲ ପାଇବା ବଢ଼ି ଯାଇଥିଲା। ଅଧ୍ୟାପକଙ୍କର ମା ଲୋରାଙ୍କୁ କହିଥିଲେ ଯେ ତୁ ହୋଟେଲରେ ନ ରହି ଆମ ଘରେ ରହିଲେ କ୍ଷତି କ'ଣ ହୁଅନ୍ତା ମା? ପ୍ରତିଦିନ ତୁ ଜୋନ୍ ସାଙ୍ଗରେ କଲେଜ ଯାଆନ୍ତୁ। ତାହେଲେ କ'ଣ ଏଠି ଜୋନ୍ କହିଲା, ତାହେଲେ କ'ଣ ଜୋନ୍ ହେଉଛି ତାଙ୍କର ମା ତାଙ୍କୁ ସ୍ନେହରେ ତାଙ୍କ ନିକନେମ୍ ହେଉଛି ଜୋନ୍ ହେଲା, ତାଙ୍କୁ ଜୋନ୍ ବୋଲି ସମ୍ବୋଧନ କରନ୍ତି। ତେବେ ତୋତେ ଦେଖିଲା ଦିନ ଏ ଘରର ଜଣେ ସଦସ୍ୟ ବୋଲି ମୁଁ ଭାବି ନେଲିଣି। ତୋତେ ଘର ଛାଡ଼ି ଦେବାକୁ ମୋର ଇଚ୍ଛା ହେଉନି ମା। ତୋର ପ୍ରଶଂସା ଓ କାର୍ଯ୍ୟ ଦକ୍ଷତା ମୁଁ ଢେର ଥର ଜୋନ୍ ତାହାଠୁ ଶୁଣିଲିଣି। ସେ ତୋତେ ସାଧାରଣ ଝିଅମାନଙ୍କର ଅପେକ୍ଷା ଯଥେଷ୍ଟ ପସନ୍ଦ করে ଉଚ୍ଚ ସ୍ଥାନ ଦିଏ। ଡକ୍ଟର ରିଚାର୍ଡସନ ଏବଂ ଲୋରା ୱାକରଙ୍କର ଏକନିଷ୍ଠ ସାଧନା ଫଳର 12 କିଲୋମ ଅଭିନବ ପ୍ରକୃତି ସମ୍ପର୍କରେ ଯେଉଁ ନୂତନ ତଥ୍ୟ ଆବିଷ୍କୃତ ହୋଇଥିଲା ତାହାର ବ୍ୟବହାର ସମ୍ପର୍କରେ ଡକ୍ଟର ରିଚାର୍ଡସନ ଲୋରା ସହିତ ଆଲୋଚନା କରିଛନ୍ତି ଓ ସେମାନଙ୍କର ଆବିଷ୍କାରର ଏକମାତ୍ର ଭବିଷ୍ୟତ ହେଉଛି ଯେ ଏହାର ଶାନ୍ତିକାଳୀନ ବ୍ୟବହାର ଏବଂ 12 କିଲୋମର ଇନ୍ଧନ ଭାବରେ ବ୍ୟବହାର କରିକି ନାନା ପ୍ରକାର ନୂତନ ପାରମାଣବିକ ଇଞ୍ଜିନ ମଧ୍ୟ ତିଆରି କରାଯାଇପାରେ। ତ ଏହି ଅଭିନବ ଇଞ୍ଜିନ କାର୍ଯ୍ୟ ଦକ୍ଷତାରେ ବାଷ୍ପୀୟ ଓ ଅନ୍ତର୍ଦାହ ଇଞ୍ଜିନକୁ ମଧ୍ୟ ବହୁ ଗୁଣରେ ବଢ଼ିଯିବ ବୋଲି ଅଧ୍ୟାପକ ଆଶା କରନ୍ତି ଏବଂ ସେହି ପଦାର୍ଥର ବ୍ୟବହାର ଆମେରିକାରେ ପ୍ରୟୋଗ କରାଗଲେ ତାଙ୍କର ପ୍ରତି ବିପଦ ଆସିବ ବୋଲି ଡକ୍ଟର ରିଚାର୍ଡସନ କହିଥିଲେ। ଯଦି ସେହି 12 କିଲୋମିଟର ପ୍ରୟୋଗ କରିବେ ତାହେଲେ ଆମେରିକା ନିହାତି ଭାବରେ ବିପଦ ଆସିବ, କାରଣ ଆମେରିକା ହେଉଛି ଯଦି ଗୋଟେ ପୁଞ୍ଜିବାଦୀ ରାଷ୍ଟ୍ର, ମାନେ ଯେଉଁଠି ଧନୀ ଲୋକମାନେ ଯେଉଁଠି ସରକାର ମଧ୍ୟ ସେଇଠି। ପୁଞ୍ଜିପତିମାନେ କୋଇଲା ପେଟ୍ରୋଲ ବିଦ୍ୟୁତ ଶକ୍ତିକୁ ବ୍ୟବହାର କରିକିନା ବହୁ ଅର୍ଥ ସଂଗ୍ରହ କରିଥାନ୍ତି। ତ ପିଲାମାନେ 12 କିଲୋମ ଯଦି ବ୍ୟବହାର କରିବେ ତାହେଲେ କୋଇଲା ପେଟ୍ରୋଲ ଓ ବିଦ୍ୟୁତ ଶକ୍ତିର ପ୍ରସାର ବହୁ ମାତ୍ରାରେ କମିଯିବ। କାହିଁକିନା ଚାରିଆଡ଼େ ଯେଉଁ ବିଭିନ୍ନ ପ୍ରକାର ପେଟ୍ରୋଲ ପମ୍ପ ଗୁଡ଼ିକ ଅଛି ତ ସେଗୁଡ଼ା ବନ୍ଦ ହେଇଯିବ। ଯଦି 12 କିଲୋମ ଦ୍ୱାରା ପିଲାମାନେ ଗାଡ଼ି ମଟର ସବୁଗୁଡ଼ିକ ଚାଲିବ, ଯଦି ସେ ଭାବିଲେ ଯଦି 12 କିଲୋମ ଦ୍ୱାରା ତ ସିଏ ଯଦି ସରକାରକୁ କହିଦେବେ ଯେ 12 କିଲୋମ ଦ୍ୱାରା ଗାଡ଼ି ମଟର ସମସ୍ତ ଚାଲିପାରେ, ତାହେଲେ ସେ କ'ଣ କରିବେ? ସବୁ ପୁଞ୍ଜିପତି ମାନେ ସବୁ ଉଲ୍ଟି ମାନେ ରିଚାର୍ଡସନ ଏବଂ ଲୋରାଙ୍କୁ ନେଇକି ଜେଲରେ ପୁରେଇ ଦେବେ। କାହିଁକିନା ସେମାନେ ଗୋଟେ ସରକାର ସବୁରେ ପୁଞ୍ଜିପତି ମାନଙ୍କର ସାଙ୍ଗରେ ଥାଏ ହେଲା, ଯେଉଁଠି ଧନିକ ଶ୍ରେଣୀର ଲୋକମାନେ ସେଇଠି ସରକାର। ତେଣୁ ଶହ ଶହ କୋଇଲା ଖଣି ପେଟ୍ରୋଲିୟମ ଖଣି ବିଦ୍ୟୁତ ସରବରାହ ଷ୍ଟେସନ ଅକାମୀ ହୋଇପଡ଼ିବ ଏବଂ ଏହା ଦ୍ୱାରା ପୁଞ୍ଜିପତିମାନଙ୍କର ବହୁ କ୍ଷତି ଘଟିବ। ପୁଞ୍ଜିପତିମାନଙ୍କର ସ୍ୱାର୍ଥରେ ଆଞ୍ଚ ଆସିବା ପରି କାର୍ଯ୍ୟ ଆମେରିକାର ସରକାର କେବେ ହେଲେ ବି କରିବାକୁ ଦେବେ ନାହିଁ, ବରଂ ପୁଞ୍ଜିପତିମାନଙ୍କର ଷଡ଼ଯନ୍ତ୍ର ଶିକାର ହେବାକୁ ପଡ଼ିବ ବୋଲି ଡକ୍ଟର ରିଚାର୍ଡସନ କହିଛନ୍ତି। ତେଣୁ ସେମାନଙ୍କର ଆବିଷ୍କାର ଲୋକ ହିତକର ପାଇଁ ପୁରାପୁରି ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ଏହାର ସେପରି ବ୍ୟବହାର ଆମେରିକାରେ ହୋଇପାରିବ ନାହିଁ। ତ ସେହି ଆବିଷ୍କାରକୁ ପ୍ରକାଶ କଲା ମାତ୍ରକେ ସେମାନେ ସମ୍ମାନିତ ହେବା ପରିବର୍ତ୍ତେ ଗୋଟେ ସରକାରଙ୍କ ନିଜର ନଜରବନ୍ଦୀରେ ରହିବେ। ତାଙ୍କର ସେହି ଆବିଷ୍କାରକୁ ନେଇ ରାଷ୍ଟ୍ର ଶାସନ ମାନେ ତାହାର ରୂପ ବଦଳାଇ ଧ୍ୱଂସାତ୍ମକ କାର୍ଯ୍ୟରେ ଲଗାଇବାକୁ ଚେଷ୍ଟା କରିବେ। ସେହି ଆବିଷ୍କାରକୁ ଭିତ୍ତି କରି ପୁଣି ପରମାଣୁ ବୋମା ହାଇଡ୍ରୋଜେନ ବୋମା ଠାରୁ ଆହୁରି ଶକ୍ତିଶାଳୀ ବୋମା ମାରାତ୍ମକ ତିଆରି ଚାଲିବ। ସେମାନେ ଅକ୍ଳାନ୍ତ ପରିଶ୍ରମ କରି ଯେଉଁ ଜନହିତକର ଆବିଷ୍କାର କରିଥିଲେ ତାର ପରିଣତି କେବଳ ଲୋକ କ୍ଷୟ ହିଁ କରିବ। ତ ଏହି ଅଭିନବ ଆବିଷ୍କାର ସମ୍ପର୍କରେ କାହାକୁ ନ ଜଣାଇ ବରଂ ସେହି ଶକ୍ତି ଦ୍ୱାରା ପରିଚାଳିତ ଏକ ପରମାଣୁ ଯାନ ସାହାଯ୍ୟରେ ମଙ୍ଗଳ ଗ୍ରହକୁ ଯାଇ ଫେରି ଆସିବାକୁ ଶେଷରେ ଉଭୟ ସ୍ଥିର କରିଥିଲେ। ଅଧ୍ୟାପକ ରିଚାର୍ଡସନ କହିଥିଲେ ଯେ 12 କିଲୋମ ଉତ୍ପନ୍ନ ପରମାଣୁ ଶକ୍ତି ଦ୍ୱାରା ଚାଳିତ ଏକ ପ୍ରକାର ବେଗଶାଳୀ ପରମାଣୁ ଯାନ ସାହାଯ୍ୟରେ ମଙ୍ଗଳ ଗ୍ରହକୁ ଯାଇ ସେଠାରେ ଫେରିଆସିବା ସମ୍ଭବପର ହେବ ବୋଲି ମୋର ବିଶ୍ୱାସ। ମୋର ଏହି ଅଭିନବ ପରମାଣୁ ଯାନ ଓ ମଙ୍ଗଳ ଗ୍ରହର ଅନୁଭୂତି ସମ୍ପର୍କରେ ମୁଁ ଯେତେବେଳେ ଏହି ପୃଥିବୀରେ ପ୍ରଚାର କରି ସେତେବେଳେ ସାରା ବିଜ୍ଞାନ ରାଜ୍ୟରେ ଖେଳିଯିବ ଏବଂ ଏକ ଅଭିନବ ଚାଞ୍ଚଲ୍ୟ ଆବିଷ୍କାରର ପ୍ରକୃତ ସାର୍ଥକତା ଆମ୍ଭେ ସେତିକିରେ ଉପଲବ୍ଧ କରିବା ଯେ ଏବଂ ଲୋରା ଶେଷରେ ଲୁକାୟିତ ଭାବେ ଉଭୟ ରିଚାର୍ଡସନଙ୍କର ଘରେ ପରମାଣୁ ଯାନ ତିଆରି କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଏହି ଯାନଟି ମଙ୍ଗଳ ଗ୍ରହକୁ ଯାଇ ଫେରି ଆସିବା ପାଇଁ 10.12 କିଲୋମ ଆବଶ୍ୟକ ବୋଲି ଡକ୍ଟର ରିଚାର୍ଡସନ କହିଥିଲେ। 12 କିଲୋମ ପ୍ରସ୍ତୁତ ପାଇଁ ଅଧ୍ୟାପକ ଲୋରାଙ୍କୁ ଦାୟିତ୍ୱ ମଧ୍ୟ ଦେଇଥିଲେ। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି, ବହୁତ ହି ବଡ଼ ହେଇଗଲା ତୁମର। ତ ପିଲାମାନେ ଭିଡ଼ିଓଟି ଅଧିକ ବଡ଼ କଲେ ପିଲାମାନେ କେହି ବି ଦେଖନ୍ତି ନାହିଁ, କାହିଁକିନା ତୁମମାନେ ବହୁତ ଚାକିରିଆ ଲୋକ, କାହିଁକିନା ତୁମ ପାଖରେ ଏତେ ଟାଇମ୍ ନଥାଏ, କାହିଁକିନା ତୁମମାନେ ବହୁତ ବ୍ୟସ୍ତବବ୍ରତ ଲୋକ ଗୁଡ଼ିକ, କାହିଁକିନା ତୁମମାନେ ସବୁ ବ୍ୟସ୍ତ ପିଲାମାନେ ତୁମ ପାଖରେ କାହିଁକିନା ତୁମମାନେ ସବୁ ବ୍ୟସ୍ତ। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି, କାହିଁକିନା ତୁମମାନେ ସବୁ ବ୍ୟସ୍ତ ପିଲାମାନେ, କାହିଁକିନା ତୁମମାନେ ଜଲ୍ଦି ଭିଡ଼ିଓ ଦେଖି ଟିକେ ଇନଷ୍ଟା କିଏ ଚଲେଇବ କିଏ ହ୍ୱାଟ୍ସଆପ୍ ଚଲେଇବ, ତ ବେକାରିଆ ତୁମମାନେ କିଛି ପିଲାମାନେ ଭାବୁଛନ୍ତି ଯେ ଆମେ କାହିଁକି। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି, ଦେଖା ହେବା ଗୋଟେ ନେକ୍ସଟ ଭିଡ଼ିଓରେ। ଧନ୍ୟବାଦ, ଜୟ ଜଗନ୍ନାଥ।